ଏଠି ଆମେ ଯାହା ପଢେଇଥିଲେ ଜଷ୍ଟ ତାର ହିଁ ଏକ୍ସଟେଣ୍ଡ କରିବା। ମୁଁ ଜାଣିଛି ତମମାନଙ୍କୁ କିଛି ପିଲାଙ୍କୁ କଷ୍ଟ ହଉଥିବ, ବଟ୍ ଆମେ କଣ କି ଫୋକସ କରୁଛୁ ରେଜଲ୍ଟ ବାହାରିବା ପୂର୍ବରୁ ହିଁ ଏଥିକ୍ସ ର ଆମେ ଆଟଲିଷ୍ଟ ଗୋଟେ ବହୁତ ବଡ ଧରଣର ସିଲାବସ କୁ ଯଦି ସାରିଦବା ଦେନ୍ ଆମ ପାଖରେ କନଫିଡେନ୍ସ ବହୁତ ଆସିଯାଇଥିବ। ହେଲା କି ଅ, କିଛି ପିଲା ନୂଆ ନୂଆ ପ୍ରିପେୟାର କରୁଛନ୍ତି ମାନୁଛି, ବଟ୍ ତମେ ମାନେ ସେଇ କନସେପ୍ଟ ହିଁ ଜାଣିଥାଅ ଦେଖିବ ତମର ପ୍ରିପାରେସନ ଆଗାମୀ ଅଧ୍ୟାୟରେ ତମକୁ ସେଟା ବି ହେଲ୍ପ କରିବ। ତ ସେଥିପାଇଁ ଏଇଟା ଗୋଟେ ଆମର ପ୍ରଚେଷ୍ଟା ଥିଲା, ଥିଲା ନାହିଁ ଅଛି ବି। ଆଉ ଟେକ୍ନିକାଲ ଗ୍ଲିଚ ଥିବାରୁ ପିଲାମାନେ ସେଇ ଗ୍ରୁପରେ ଜଏନ ଯେହେତୁ କରିଦେଇଥିବେ, ତେଣୁକି ମତେ ଡର ଲାଗୁଛି କି ସେଠୁ ସେମାନେ ଲେଫ୍ଟ ହେଇକି ଏଇଠି ଜଏନ କରନ୍ତୁ। ଆଉ ଥରେ ମୁଁ ଲିଙ୍କ ଟା ସେୟାର କରିଦଉଛି। ନିରଜ ସାର୍ ଟିକେ ରିକ୍ୱେଷ୍ଟ କି ସେ ଲିଙ୍କ ଟାକୁ ଆଉଥରେ ସେୟାର କରିକି ଯୋଉମାନେ ସେତେ କିଛି ପିଲା ସେଠି ଜଏନ କରିଥିଲେ ଭିକି କଣ ସେମାନଙ୍କୁ ଟିକେ ଆଡକୁ ଯଦି ଆଣିପାରିବେ ହେଲା କି କାଳେ ସେ ଯୋଉ ଲିଙ୍କରେ ଯଦି ରହିଯାଇଥିବେ ତ ଅସୁବିଧା ହେଇଯିବ। ତ ଆଜି ମୁଁ ସେଇ ଦିନ ବେଳେ ଯୋଉ ଡିସକସନ କରିଥିଲେ, ଅବଶ୍ୟ ସ୍କ୍ରିନରେ ରେକର୍ଡିଂ କରିବାଟା ଏବେ ମୋ ପାଇଁ ଟିକେ ଡିଫିକଲ୍ଟ ହେଇଯିବ। ତଥାପି ମୁଁ ଟ୍ରାଏ କରିବି ବିନା ସ୍କ୍ରିନରେ ବି କିଛି ଟପିକ ତମମାନଙ୍କୁ ମାନେ କହିବି। ତ ଆଜି ଆମେ ଚାରି ପାଞ୍ଚଟା ଛୋଟିଆ ଛୋଟିଆ ଟପିକ କୁ ସାରିବା। ସବୁ ଟପିକ ର ଡ୍ୟୁରେସନ ରହିବ ପାଖାପାଖି 10 ରୁ 15 ମିନିଟ। ଆଉ କିଛି ଟପିକ ର ଡ୍ୟୁରେସନ ଫାଷ୍ଟ ଗୋଟେ ଲେଖିଦିଅ କି ଡିଟରମିନେଣ୍ଟସ ଅଫ ଏଥିକ୍ସ। ହେଲା କି କାଲି ଆମେ ଏଟା ଡିସକସନ କରିନଥିଲେ। କିଛି ନୁହଁ 2 ମିନିଟ ମତେ କେବଳ ସମୟ ଦିଅ, 2 ରୁ 3 ମିନିଟ ଆମେ ଏଇଟାକୁ ସାରିଦବା। ତ ବେଳେ ବେଳେ ଆମକୁ କଣ ହୁଏ କି ୱାର୍ଡ ସହିତ ଖେଳିବା ପାଇଁ ପଡେ। ୱାର୍ଡ ସହିତ ଖେଳିବା ପାଇଁ କାହିଁକି କହିଲି ଏ ୱାର୍ଡ ଟା, ଦେଖିବ କେବେ କେବେ ତୁମକୁ କୋଶ୍ଚିନ୍ ଏଇଭଳିଆ ପଚାରି ଦେଇଥିବ କି ହ୍ୱାଟ ଇଜ ମ୍ୟାନେଜମେଣ୍ଟ ଅଫ ଏଥିକ୍ସ, ତାପରେ ଆଉ ଗୋଟେ ହେଲା ଏଥିକାଲ ମ୍ୟାନେଜମେଣ୍ଟ। ହେଲା କି ସେ ସବୁବେଳେ କୋଶ୍ଚିନ୍ ୱାର୍ଡ ସହିତ, ତ ବେଳେ ବେଳେ ଆମେ କିଛି ଜାଣିନଥାଉ ସିନା, କିନ୍ତୁ ଆମେ ଯଦି ୱାର୍ଡ ସହିତ ଆକ୍ୱାଣ୍ଟେଡ ରହିଲେ ଆଉ ଡିଫିନିସନ ଗୋଟେ ଷ୍ଟ୍ରକ୍ଚର ତିଆରି କରି ପାରିଲେ ଯେ କୌଣସି କ୍ୱେଶ୍ଚନ ରେ, ତ ଆମକୁ ଏଇଟା ମ୍ୟାକ୍ସିମମ୍ ବେନିଫିଟ ଦେଇପାରିବ। ସବୁ କିଛି ମୁଁ ବି ଜାଣିନି, କିନ୍ତୁ ଷ୍ଟ୍ରକ୍ଚର ଟାକୁ ଆମକୁ ଜାଣିବା ପାଇଁ ପଡିବ। ସୋ ଧର ସେ କୋଶ୍ଚେନ ପଚାରିଦେଲା କି ଗୋଟେ ଗପ ଫାଷ୍ଟ ଦେଇଥିବ କି ପୂର୍ବରୁ ରାମଚନ୍ଦ୍ର ଥିଲେ ଯିଏ କି ଏଥିକାଲ ପ୍ରିନ୍ସିପଲ କୁ ୟୁଜ କରୁଥିଲେ, ତାପରେ କୃଷ୍ଣ ଆସିଥିଲେ, ତାପରେ ବୁଦ୍ଧିଜିମ୍ ଆସିଲା। ହେଲା କି ମାନେ ଦ୍ୱାପରରେ ଭଗବାନ ରାମଙ୍କର ଯୋଉ ଫିଲୋସଫିକାଲ ଥଟ ପ୍ରୋସେସ ଥିଲା, କିନ୍ତୁ କୃଷ୍ଣ ଆସିଲେ ବେଳକୁ ତାଙ୍କର ଥଟ ପ୍ରୋସେସ ଅଲଗା ହେଇଗଲା। ହେଲା କି କିନ୍ତୁ ତାପରେ ବୁଦ୍ଧିଜିମ୍ ଯେତେବେଳେ ଆସିଗଲା ତାପରେ ବି ଥଟ ପ୍ରୋସେସ ଅଲଗା ହେଇଗଲା। ତ ସେ ଏଇଭଳିଆ 3 4ଟା ଷ୍ଟୋରି ଦେଇ ସାରିଲା, ତାପରେ ସେ କୋଶ୍ଚେନ ଟା କଣ ପଚାରିବ ତମମାନଙ୍କୁ କି ତାହେଲେ ଏଇଠୁ ଆମେ ଡିଟରମିନେଣ୍ଟସ ଅଫ ଏଥିକ୍ସ କାହାକୁ କହିପାରିବା। ସେ କୋଶ୍ଚେନ ଟା ଏମିତି ବି ପ୍ରଥମେ 2 4 ଲାଇନ ପଢିବା ପାଇଁ ପଡେ, ତାପରେ ଲାଷ୍ଟ ବେଳକୁ ସେ କୋଶ୍ଚେନ ଟା ସାଧାରଣତଃ ଦେଇଥାଏ ସବୁବେଳେ। ଏଇ ବର୍ଷ ବି ଆର ବର୍ଷ ବି ଏମିତି ହିଁ ପଚାରିଥିଲା। ତ ଟିକେ ଖାଲି ହେଡିଙ୍ଗ ଟା ଲେଖିଦିଅ ଡିଟରମିନେଣ୍ଟସ ଅଫ ଏଥିକ୍ସ। ତ ଡିଟରମିନେଣ୍ଟସ ମାନେ କୋଉ ଜିନିଷଟା ଆମର ଏଥିକ୍ସ କୁ ଡିଟରମିନ କରୁଛି, ମାନେ କୋଉ ଜିନିଷଟା ବିନା ଏଥିକ୍ସ କିଛି ବି ନୁହଁ। ତ ଏଇଟାକୁ ଆମେ କଣ କହିବା ନା ଡିଟରମିନେଣ୍ଟସ ଅଫ ଏଥିକ୍ସ। ମାନେ ଡିଟରମିନେଣ୍ଟସ ଅଫ ଏଥିକ୍ସ ହଉଛି ସେଇ ଜିନିଷଟା ଯୋଉଥିରେ କି ଫ୍ୟାକ୍ଟ ଦ୍ୟାଟ ସେଭ୍ ଦି ଫର୍ମେସନ ଅଫ ଏଥିକାଲ ଷ୍ଟାଣ୍ଡାର୍ଡ। ହେଲା କି ଯୋଉଠୁକୁ ଯୋଉଠୁ ଆମର ଏଥିକାଲ ଷ୍ଟାଣ୍ଡାର୍ଡ ଟା ତିଆରି ହଉଛି, ୟା ବିନା ଆମ ଏଥିକ୍ସ ଟା କିଛି ବି ନୁହଁ, ସେଇଟାକୁ ଆମେ ଡିଟରମିନେଣ୍ଟସ ଅଫ ଏଥିକ୍ସ କୁହାଯାଏ। ତମକୁ ମୁଁ ଜାଣିଛି ଏଇ ସେଣ୍ଟେନ୍ସ ଟା କହିବାର ନଥିଲା ମୋର, ସାର୍ ଆପଣ ଡିଟରମିନେଣ୍ଟସ ବି ଡେଫିନେସନ ଦେଇଦଉ। ମୁଁ କହୁଛି ସବୁବେଳେ ଟ୍ରାଏ କରିବ ଯେ କୌଣସି ବି କିୱାର୍ଡ ଅଛି ତାକୁ ଡିଫାଇନ କରିବା ପାଇଁ ଷ୍ଟାର୍ଟ କରିବ। ମେ ବି ବହିରୁ ପଢି ନଥାଉ ଠିକ ଅଛି, ବଟ ନିଜ ହିସାବରେ ବି ଡିଫିନେସନ ନିଜ ମାନେ କଣ ହେଇପାରିବ ତା ଡେଫିନେସନ। ହେଲା କି ମୋରାଲ ର ଡେଫିନେସନ ହେଇଗଲା କି କିଛି ବି ତୁମକୁ ପଚାରିଦେଲା କି ଦୁନିଆରେ ସବୁ କିଛି ବହୁତ ବଢିଆ ସେ ଚାଲିଛି, କିନ୍ତୁ ବଢିଆ ସେ ଚାଲିବା ଦ୍ଵାରା ତଥାପି ଆମ ଭିତରେ ଯୋଉ ବିଲିଫ ଟା କମି ଯାଉଛି। ମୁଁ ଗୋଟେ କୋଶ୍ଚେନ ଏମିତି ମତେ ଯାହା ମାଇଣ୍ଡ କୁ ଆସୁଛି ମୁଁ ସେଇଟା କହୁଛି, ତ କୋଶ୍ଚେନ ଟା ମେ ବି ବହୁତ ସୁନ୍ଦର ବି ହେଇପାରେ, ଖରାପ ବି ହେଇପାରେ। ଜଷ୍ଟ କୋଶ୍ଚେନ ଟାକୁ କୋଶ୍ଚେନ ଭଳିଆ ହିଁ ଦେଖ। ମୁଁ କହୁଛି ସେ ଗପ ଭଳିଆ ଦେଇଦବ
दुनिया सबु किछि आमे बहुत सुंदर पृथ्वी रे रहुचे तथापि एबे जो जेहेतु समय चली चली जाउची से भितर आम मध्य समस्त प्रति विश्वास टा कमी कमी जाउची तो आम आमे केमती विश्वास टा को पुणी रिगेन करि परिबा एई भला गोटे से क्वेश्चन देई देला किछि भी तो तमरो फास्ट काम कौन हम कि तुम्हें से जो बिलीव टा से कही आम समस्त मध्य जो फ्राटर्निटी आनीपर बिलीव केमती आनीपर ये जो क्वेश्चन तुमको बुझापी पड़ो से कौन पचार आईटा ही डिफाइन करदेव है कि बिलीव माने आम समस्त बिलीव सहीटा जोटा कि ट्रू हो पारे बिलीव कौटू आसता है आमर भैल्यू रू आसता है भैल्यूटा को केमती आम या ना फैमिली रू स्कूल रू एजुकेशन रू तापर सोसाइटी रू मीडिया रू आम जो बिलीव टाक स्ट्रंग बिलीव कर दे पारिबा आम रिलीजियस फिलोसफी को लेकिन गोटे जो मेंटल मोरल कैरेक्टर बिल्डअप करि परिबा सी जेतेबेले ग्लोबल स्टेज रे रिप्रेजेंट करिवो आउ भातृतार जो बाणी देव से आम यूनाइट हो पारे खाली कहूची मोर कहबार तो फास्ट गोटे डेफिनेशन लिखा पड़ो तुमको मे भी जानी न था मु समस्त सब डेफिनेशन पढ़ी जाई नथिबे बट तुमको ट्राई करबा पड़ो कि मु यार फास्ट डेफिनेशन देवी तापर तार कैरेक्टरिस्टिक तार किसी पॉजिटिव पॉइंट थी तार किसी नेगेटिव पॉइंट थी से गुड़ा लिखी तापर गोटे छोटिया डायग्राम जदि होउची बट मैक्सिमम जगह हो जाए तो ताकू देवा सब चेष्टा करिवे तो आजिका क्लास रे आमे डिटरमिनेंट्स ऑफ एथिक्स विषय डिस्कशन करबा डिटरमिनेंट्स ऑफ एथिक्स रे फास्ट गोटे डेफिनेशन छोटिया देई पारो और न देई पारो और निज हिसाब रे भी लिखि पारो डिटरमिनेंट्स ऑफ एथिक्स जोटा कि एथिकल फ्रेमवर्क को सेव करे जोटा कि एथिरे जो एथिकल किछि फैक्टर थाए जे कि आमर एथिकल स्टैंडर्ड फॉर्मेशन रे हेल्प करे एटा को कहा जाय डिटरमिनेंट्स कोन कोन हे परिबो डिटरमिनेंट्स ऑफ एथिक ना प्रथमे तो तमरो कल्चर हैला कि कल्चर माने तमे से कल्चर रु तम हैबिट तम परसिस्टेंस को आनी परचो फास्ट फास्ट पॉइंट टा दियो कल्चर हैला कि सेकंड टा दियो माने तमे इंडिया रे रहूचो तुम डिटरमिनेट फैक्टर कौन रोचे तुम एथिकल माने तुम बड़ों को रेस्पेक्ट करबा एटा कोठू तुम शिखुछ तुम कल्चर रु शिखुछ तुम टीचर को रेस्पेक्ट करबा एटा कोठू शिखुछ तुम कल्चर रु ही तुम रिलीजियन रु ही तापर सेकंड पॉइंट देई पारो तुम रिलीजियन रिलीजियन रु कोन शिखुछ तुम कहा सहित सोसाइटी सहित किंतु डील करिवो हैला कि पुरुषार्थ शिखुछ काम अर्थ धर्म मोक्ष एभला जो वर्ड अछि एगुडा को तुम शिखि परछ कर्मयोग कोन जानि परछ कर्म केमती करि परिबा तुम शिखि परछ तो रिलीजियन रु हिंदुइज्म जो देइची किबा बुद्धिज्म जैनिज्म हैला कि सेठी आमे एथिकल जो फ्रेमवर्क गुडा अछि आमे काढी परछे हैला कि आमे केमती बिहेव करिबा सोसाइटी रे आमे महिला को केमती सम्मान देबा जत्र नार्यस्तु पूज्यते रमन्ते तत्र देवता महिला को प्रति रिलीजियन कोन कहिची तापरे ए जो गोटे गोटे पॉइंट गुडा को आमे रखिबा तापरे ही आमे जानि परिबा एथिक्स टा कोन होबा दरकार रिलीजियन कोन कहूची फिलोसफी कोन कहूची प्रति थी डायरेक्शन रु तो फास्ट पॉइंट कोन हला ट्रेडिशन तुम कोन प्रैक्टिस करूचो रिलीजियस रे भी डिफरेंट जगह रे डिफरेंट ट्रेडिशनल प्रैक्टिस अछि और कोलाहांडी रे जो मैरिज प्रैक्टिस चलची मयूरभंज से मैरिज प्रैक्टिस रो टिके टिके चेंज हो जाए कलिकता गला आहुरी चेंज हो जाए हैला कि तो ट्रेडिशन रिलीजियन तापर टाइम टाइम केमिति ना तुम जानिचो आगरु सती प्रथा थिला आगरु कैपिटल पनिशमेंट थिला किछि गुटे हेई गले कि तार हाथ काटी दिया जाउथला किंतु एबे सेटा होउची कि धीरे धीरे समय बदलुची समस्त को भीतर दयार भावना आछी आमे आगरु रेट्रिब्यूटिव जस्टिस माने जे जहा कला ता प्रति ताकू पनिशमेंट दे दिया गला हैला कि किए गुटे चोरी गला तो ता हाथ काटी दिया गला एउ रेट्रिब्यूटिव बट एबे आमे कोन कि माने रिफॉर्मेटिव आमे चाहू कि रिफॉर्म हो बहुत गुडे जेल गुडा तुम देखु तो एबे मेडिटेशन सेंटर चलची हैला कि तुमे किरण बेदी को एग्जांपल नै परियो तो से चाहूँ आगु से जो मनीष कम कले आम रिफर्म कौन कर राइट टू लाइफ समस्त अधिकार अच्छी से मनीष को आम चेंज कर दे पारिबा तो गोटे कौन ट्रेडिशन रिलीजन तापर आउ गोटे कौन कहली टाइम है कि फॉर एग्जांपल आम कैपिटल पनिशमेंट को ट्राई करूछु बंद करने फॉर एग्जांपल आमे जो सती प्रथा थिला राम मोहन राय जो सती प्रथा विरोध रे स्वर उत्तोलन करथिले सेटा बंद हो गला है कि तापर बेले बेले कौन आसे कि सोशल इन्फ्लुएंस आसे माने सोसाइटी ही आसी जो जेमिति दिल्ली रे गोटे बहुत बड़ घटना घटी गला केबे ना 2013 मसिया रे डिसेंबर मास रे किंतु सेही घटना द्वारा कि सोसाइटी एते अवेकन ही गला जे माने सोसाइटी ही कहिला जे हमर गोटे
लो आसु विशाखा गाइडलाइन सेटा तो ता पूर्व होला किंतु जुडिशियल एक्टिविज्म द्वारा से विशाखा गाइडलाइन टारू आमे पोस्ट एक्ट तयारी करलु बुझी पारछो हैला कि माने ऑफिस गुडारे जो सेक्सुअल हारासमेंट अगेंस्ट जो एक्ट गुडा को पोस्ट एक्ट ताको कहा जाए हैला कि तो सोसाइटी ही निजे कहला तो जदि तुम देखु सेमती नथिला भी तुम फ्रेंच रिवोल्यूशन को देखो लिबर्टी इक्वालिटी फ्रैटर्निटी ताको सेठी अत्याचार करथले जो मोनार्की माने थिले हैला कि तुम अमेरिका रिवोल्यूशन को देखो तो एगुड़ा कौन सोसाइटी ही ऊपर को उठिला तापर सोसाइटी ही कहिला जे आम सोसाइटी केमती हेबा दरकार हैला कि तो बस एटा सोशल इन्फ्लुएंस गुटे तापर कलेक्टिव कॉन्साइंस बस निर्भया कांड करि परियो कलेक्टिव माने ग्रुप ऑफ पीपल माने सराउंड हेले तापर समाने चाहिए जे आमे देशटा को एई भला चलेइबा तो एई भला नियम हेबा दरकार तो एटा कलेक्टिव कॉन्साइंस डेवलप होला हैला कि जेमति कि तुमको कहतली सोशल इन्फ्लुएंस और सॉरी सोशल इन्फ्लुएंस तुम लिखि परियो फ्रेंच रिवोल्यूशन देन अमेरिकन रिवोल्यूशन एगुडा लिखि परियो किंतु कलेक्टिव कॉन्साइंस निर्भया कांडटा पोस्ट एक्ट जो तयारी हेतला फ्रीडम स्ट्रगलटा जो तयारी हेतला माने समस्त देखिले कि आमठी को भले अत्याचार होउची 1930 टाइम तो आमे सॉल्ट पई टैक्स दोचे बुझी पारुचो सॉल्ट टैक्सटा ब्रिटिश गवर्नमेंट रो पाखा पाखी 10% इनकम ही जाइतला एते से माने आमठु चार्ज करथिले तो जेतेबेला आम लोकन को महात्मा गांधी असहयोग आंदोलन माध्यम रे तापरे जो विलेज लेवल इकोनॉमी ही गला हैला कि सेल्फ सफिशिएंसी माध्यम रे जो ट्रेनिंग देले तापरे समान भितर कलेक्टिव कॉन्साइंस आसिला कि हाँ एटा अन्याय आम प्रति होउची आमे ताको केमती ये करि परिबा तो सॉल्ट सत्याग्रह रो एग्जांपल तमे लिखि परियो तापरे बेले बेले गवर्नमेंट भी सो मोटो डिसीजन नै जाय नेशनलिज्म हे गला हैला कि तुम एथिक्स टा मु आज आई एम प्राउड टू बी एन इंडियन केमिति कहि पारुची काहे कि ना मते छोटो बळू इंडियन रो फ्लैग टा केबे आमे एठी देखो अमेरिका रो लोक माने से अमेरिकन फ्लैग टा को तको पेंट करके पिनथि बट आमे सेमति करि परिबा कि काहे कि ना छोटो बळो ही हमको नेशनल फ्लैग प्रति हमरो माने थॉट प्रोसेस केमति रहिबो छोटो बळो आमे देश विषय देश जो देश को भल पाइबार जो मूवी देशवात्मक जो मूवी थिला आमे छोटो बळो हमको देखाइछि देश विषय प्रति थर साधारणतंत्र दिवस रे हम स्वाधीनता संग्राम विषय हमको छोटो बळो ही माने अपब्रिंगिंग करा हेछि ता पय तो आमे नेशनलिज्म जो थॉट प्रोसेस अछि पैट्रियोटिक थॉट प्रोसेस अछि सेटा को माने छोटो बड़ो आनचे तो एठी गवर्नमेंट गुडा बहुत ही इंपोर्टेंट रोल प्ले करे तो गवर्नमेंट रो जो एजुकेशन सिस्टम अछि हमको देश विषय सब बड़े शिक्षा दोछि हमें कोन करिबा दरकार हमरो फंडामेंटल ड्यूटी कोन अछि हैला कि तो मो कहिबा अर्थ एठी डिटरमिनेंट्स ऑफ एथिक्स जेते लिखियो फर्स्ट डेफिनेशन देबो तापर लिखियो एठी कोन कोन ट्रेडिशन तापर कोन लिखियो ना एग्जांपल किछि देबो कोन कोन ट्रेडिशन रहिछि तमठी हैला कि किंबा कोठी ट्रेडिशन ने झियोटा ससुर घर को जाउची किबा कोठी ट्रेडिशन ने पुओटा ससुर घर को आसची हैला कि तो बस रिलीजियन गुटे होची तमे कोन करूचो सेटा रिलीजियन डिसाइड करची कोन खाउचो नॉन वायलेंस हैला कि जोटा अछि किबा तमे जो रिलीजियन रे जो पंचशील नीति अछि सेटा रिलीजियन ही तुमको कोन पालन करियो सोसाइटी रे रहिला बळको जे कोनसी जगह रे तमे कोन पालन करिवो सेटा को पंचशील नीति तुमको को आउची हैला कि तापर टाइम गोटे बहुत इंपोर्टेंट फैक्टर सोशल इन्फ्लुएंस गोटे कलेक्टिव कॉन्साइंस गवर्नेंस तो एटा हला तमरो डिटरमिनेंट ऑफ एथिक्स सेई भला आउट एई भला छोटिया टॉपिक अछि कोन ना एसेंस ऑफ एथिक्स किंतु मु चाहूची एई पार्टटा तमे निजे करियो बट ता पूर्वरु तुमको डेफिनेशन ना कोइ दउची एसेंस माने कोउटा एथिक्स रो एसेंशियल पार्ट कहा बिना एथिक्स किछि भी नुह लकी तो ये एसेंस टा तमे आशा करछि निजे करिवो लकी डिटरमिनेंट्स ऑफ एथिक्स सरला आउ एसेंस ऑफ एथिक्स आशा करछि करिवो अदरवाइज जदि न करि परिवो आमे छोटिया इबरा गोटे डिस्कशन कर दबा बट आज रो मोर लक्ष्य थिला तमन को एटीट्यूड टॉपिक टा केमिति बहुत बढ़िया से कहि परिबी हैला कि एटीट्यूड तो गोटे हेडिंग लेखो मु जानि परनी गोटे बिना बोर्ड रे केमिति तुमको एटीट्यूड टॉपिक टा कहिबी तो मु एटीट्यूड टॉपिक टा को टिके डिले करे दउची तो कहीं कि ना एठी मु पेन एटा गोटे मोबाइल रे पेन यूज करिया पई पड़िबो हैला कि एटीट्यूड टा टिके बड़ो टॉपिक एटीट्यूड रो हमको डेफिनेशन लिखिया पई पड़िबो
तापर एटीट्यूड रो टाइप गुडा लिखिया पई पड़िबो एटीट्यूड रो कंपोनेंट कही देछि मु जानि छि एबे तो एटीट्यूड टा बुझिया पई बहुत इजी ही जाई थांता बट मो पाखरे जेतु बोर्ड नाही तो एटीट्यूड टाकू मु चाहू छि कि नेक्स्ट क्लास रे पढेया पई एठी लिखिया पई टिके पड़िबो हैला कि तापर आउ कोन आनथिली जिंसो पढियारो आउ गोटे अछि सोशल इन्फ्लुएंस এই জিনিসটাকে কেবল বুঝি যাও সোশিয়াল ইনফ্লুয়েন্স কোন পরসুয়েশন কোন এই জিনিসটাকে বুঝি গলে তুমি বহুত কিছু জিনিস করি পারিও যে কোশ্চেন ଅଛି না ଆମେ ସ୍ୱଚ୍ଛ ଭାରତ ମିଶନ କେମିତି ଗ୍ରାଉଣ୍ଡ ଲେଭେଲରେ ଇମ୍ପ୍ଲିମେଣ୍ଟ କରିପାରିବା ଏଇଭଳିଆ ଗୋଟେ ତୁମକୁ କ୍ୱେଶ୍ଚନ ପଚାରିଦେବ ଯେ କୌଣସି ଜିନିଷରେ କାହିଁକି ନା ଆମେ ପବ୍ଲିକ ସର୍ଭେଣ୍ଟ ଲୋକଙ୍କ ସେବା ପାଇଁ ଗ୍ରାଉଣ୍ଡକୁ ଯିବା ଆଉ ବେଳେ ବେଳେ କଣ ହୁଏ କି ଲୋକ ଆମ କଥା କେବେ ବି ଶୁଣିବେନି କାହିଁକି ସେମାନେ ତାଙ୍କ ଦୁନିଆରେ ଥାଆନ୍ତି ଆଉ ଯେହେତୁ ଆମେ ଏଇ ଯୋଉ ପ୍ରାକ୍ଟିସଟା ବେଷ୍ଟ ଆମେ କଣ ଗୋଟେ ଜିନିଷଟାକୁ ଆମେ ଟ୍ରେଣ୍ଡ ହେଲୁ କି ସେଣ୍ଟରରେ ଡିସିସନ ମେକିଂ ହେଲା ଆଉ ସେ ଡିସିସନଟା ଗୋଟେ ବେଷ୍ଟ ପ୍ରାକ୍ଟିସ ହେଇଥିବ ଅଲଗା କୋଉଠି ସେଇ ପାଇଲଟ ପ୍ରୋଜେକ୍ଟଟାକୁ ଆମେ ଆମ ଡିଷ୍ଟ୍ରିକ୍ଟକୁ ଆଣିବା ଯେ ଲୋକମାନେ ବହୁତ ହି ଓପେନ ଡେଫିକେସନ ହଉଛି ତା ଦ୍ୱାରା ତାଙ୍କର ଦେହ ଖରାପ ହଉଛି ତ ତାଙ୍କୁ କେମିତି କହିବା ଯେ ତମେ ଗୋଟେ ଗୋଟେ ଟଏଲେଟ ବନାଅ तो टोटाली एंटायर सोसाइटी टोटाली एंटायर कम्युनिटी को भी हमको इठी मोटिवेट करिया पई पड़ी पारे तो सोशल इन्फ्लुएंस माने कोन फास्ट डेफिनेशन लिखि दियो जे माने जस्ट एतिकी जानि थो सोशल इन्फ्लुएंस माने सोसाइटी को इन्फ्लुएंस करिया सोसाइटी रो जो वैल्यू सिस्टम अछि सोसाइटी रो जो थॉट प्रोसेस अछि ताकू हमें केमती कन्वर्ट करिया आ ताकू गुडे पर्पसफुल जो लाइफ अछि ताकू लिखिबा तो फास्ट टिके लिखि दियो सोशल इन्फ्लुएंस कोइ की सोशल इन्फ्लुएंस कैन बी डिफाइंड एज लेखुचो ना हेलो आशा करछि लेखुचो सोशल सोशल इन्फ्लुएंस कैन बी डिस्क्राइब एज चेंज इन पर्सन बिहेवियर थॉट फीलिंग्स एटीट्यूड कहीं एटीट्यूड टा पढ़ेनी बट एटीट्यूड लिखि दियो परे ही कहि देबी that result from interaction with other individual in the society तमे लोकन को पाकु गलो इंटरैक्ट कलो आ तमरो जो थॉट प्रोसेस थिला आ तांकर जो थॉट प्रोसेस मिसमैच करूतला तो तमो काम होला कोन कि तांको थॉट प्रोसेस को चेंज करिया तांको फीलिंग्स को तांको जहां भी माइंड रे अछि एटीट्यूड ताकू चेंज करी कि गुडे मीनिंगफुल पर्पसफुल एक्शन सिटी करिवार अछि हैला कि सोशल इन्फ्लुएंस कोन इट इज ए चेंज इन पर्सन बिहेवियर तांको बिहेवियर थॉट एक्सप्रेशन जहां भी अछि चेंज करे दवा हैला कि तो एठी हमें किमती करू जेहेतु हमें ब्यूरोक्रेसी साधारणतः हमको बहुत बड़ समस्यार समाधान माने समस्या फेस करिया पई पड़े कोउथिरे ना बेरियर आसे आमे जाउचे गोटे गां को डेफिनेशन लिखि देलो डेफिनेशन परे गोटे दियो जे सोशल इन्फ्लुएंस रो बेरियर कोन कोन सोशल इन्फ्लुएंस रो बेरियर साधारणतः तीनटा बेरियर आसे गोटे तुम जाऊच फास्ट तो तुम लांगुएज है कि तुम आगु कौन होता कि ब्रिटिश लोक मैंने ओडिशा रे कलेक्टर सब कलेक्टर एगुड़ा डेप्यूटी कमिश्नर होते तो से आसते तो प्रथम तो तांको लांगुएज आम लांगुएज भितर बहुत ही गैप आसी जाउथला तो फास्ट जो बेरियर होची हमर सिमेंटिक बेरियर ताकू आमे कहि मु कहिबी सिमेंटिक बेरियर माने गोटे लांगुएज रो मीनिंग डिफरेंट हो जाए मु जो ओडिया कहूची मु जदी संबलपुर जीवी मते संबलपुर भी कहवा पड़ो कहीं कोर एरिया रे लोक एमती भी थई पारंती ओडिया बुझी परिबेनी किमा मु जदी आईएसटी हे गली तो मते माने मो हिंदी टा बहुत जगह रे चलीबनी ओडिसा रे तुमे आशा करछि बुझिबा तो सिमेंटिक बेरियर गोटे बहुत बड़ो बेरियर लैंग्वेज गैप आम भितर आसी जाए तो हमको इटा बहुत ही चैलेंजेस तैयारी करे तेणु कि हम मानकु लैंग्वेज ट्रेनिंग दिया जाए जो माने आईएएस होंती तो तांको लैंग्वेज ट्रेनिंग दिया जाए जे तुम लोकल लैंग्वेज एटलिस्ट शिखि थाओ सेकेंड रे कोन ना गोटे फिजिकल बेरियर थाए आमे सेना जॉब जॉइन करी गले कोठी कलेक्टोरेट संभाળી देले किंबा किंतु जेते आमे रूरल एरिया को जाऊ सेठी देखिथुओ ना लाइट थाए ना रोड थाए ना पानी रो सुविधा थाए हैला कि तो तांकू आमे डायरेक्टली कहिबा नै कि तमे टॉयलेट काली सकाळे कर दियो तो गोटे फिजिकल इंफ्रास्ट्रक्चर बेरियर सब बेले रही जाए तो प्रथमे से गुड़ा को हमको रिमूव करने पड़ो तापर थर्ड रे आ गोटे साइकोलॉजिकल बेरियर थाए देखो आमे कौन गोटे पब्लिक सर्वेंट आमर जो घरे चाउल आम जो घरे घर चलुची
କାହାଙ୍କ ପଇସାରେ ଲୋକଙ୍କ ପଇସାରେ ହେଲା କି ତେଣୁ କି ଆମେ ରେସ୍ପନ୍ସିବୁଲ କାହା ପ୍ରତି ହେବା ଲୋକଙ୍କୁ ଆମେ ଯେତେବେଳେ ବି ଭାବିବା ଯେ ଆମେ ଗୋଟେ ରୁଟି ଖାଉଛେ ତ ଭାବିବା ଏଇଟା ଲୋକଙ୍କ ଦାନ ତ ମୋ କର୍ତ୍ତବ୍ୟ କାହା ପ୍ରତି ଅଛି ଲୋକଙ୍କ ପ୍ରତି ହେଲା କି ଆମେ ଏଇଟା ଭାବିବା ଆଉ ଭାବୁଛେ ବି କିନ୍ତୁ ଲୋକମାନେ କଣ ଅଛନ୍ତି ନା ଆମକୁ ଭଗବାନ ବନେଇ ଦିଅନ୍ତି ବଟ୍ ଆମେ ଗୋଟେ ଚାକର ଯଦି ଆମେ ଜେନେରାଲ ଟର୍ମରେ ଆମେ ଦେଖିବା ଆମେ ଗୋଟେ ସର୍ଭେଣ୍ଟ ହେଲା କି କିନ୍ତୁ ଲୋକମାନେ ଯେତେବେଳେ ସର୍ଭେଣ୍ଟକୁ ହିଁ ମାଲିକ ବନେଇ ଦେବେ ସେ ଲୋକ ଉପରେ ଉଡିବ ତ ଗୋଟେ ସାଇକୋଲୋଜିକାଲ ବ୍ୟାରିୟର ଥାଏ ଯେ ଇଏ ଆଇଏସ୍ ଇଏ ଓଏସ୍ ଇଏ ଯାହା ବି ହଉଛି ତ ଇଏ ବହୁତ ବଡ ଲୋକ ତ ଲୋକ ଆମ ସହିତ ମିଶିବା ପାଇଁ ଡରେ ତ ଆମ ଭିତରେ ଗୋଟେ କଣ କି ସାଇକୋଲୋଜିକାଲ ବ୍ୟାରିୟର ସୃଷ୍ଟି ହେଇଯାଏ ତ ସୋସିଆଲ ଇନଫ୍ଲୁଏନ୍ସ ତିନିଟା ଯୋଉ ଫ୍ୟାକ୍ଟର କହିଲି ସେଠି ତିନିଟା ଯୋଉ ଜିନିଷ ଅଛି କଣ ନା ବ୍ୟାରିୟରରେ ସିମାଣ୍ଟିକ ବ୍ୟାରିୟର ଯୋଉଟା କି ଲାଙ୍ଗୁଏଜ ପାଇଁ ହେଇଥାଏ ସେକେଣ୍ଡରେ ହେଲା ସାଇକୋଲୋଜିକାଲ ଯୋଉଟା କି ଆମର ଯୋଉ ଭିତରେ ଗେପ୍ ରହିଯାଉଛି ଏ ନଲେଜ ର ଗେପ୍ ହେଇଥାଇପାରେ ଏକ୍ସପେରିଏନ୍ସ ର ଗେପ୍ ହେଇଥାଇପାରେ ତା ପାଇଁ ତିଆରି ହଉଛି ତାପରେ ଆଉ ଗୋଟେ କଣ କଲି ଫିଜିକାଲ ଟିକେ ଖାଲି ଲେଖି ଦେଉଥାଉ ହେଲା କି ଆଶା କରୁଛି ଲେଖିବାରେ ଅସୁବିଧା ହଉନଥିବ ମୁଁ ଯଦି ଏଇଟା ମୋବାଇଲରେ କରୁଛି ନା ଏଠି ଟିକେ ଲେଖି ହଉନି ତ ମତେ କ୍ଷମା କରିବ କିନ୍ତୁ ନେକ୍ସଟ ଟାଇମ ମୁଁ ସେ କଣ ହେଲା ଆଇପ୍ୟାଡରେ କିମ୍ବା ମେମୋରି ଫେମୋରି ଫୁଲ ହେଇଗଲା ସେଠି କିଛି କାମ ହିଁ କରୁନି ତ ଏଇ সোশিয়াল ইনফ্লুয়েন্সରେ କଣ ହଉଛି ପାର୍ଟ ୱାନ୍ କଣ ହଉଛି ନା ଗୋଟେ ଏଜେଣ୍ଟ ଯିଏ କି ମୁଁ ଧର ମୁଁ ଜଣେ ଆଡମିନିଷ୍ଟ୍ରେଟର ମୁଁ ଯାଉଛି ମତେ ଦାୟିତ୍ୱ ମିଳିଯାଇଛି ଉପରୁ କି ପ୍ରୋଜେକ୍ଟ ଆମେ ସ୍ୱଚ୍ଛ ଭାରତକୁ ଗ୍ରାଉଣ୍ଡ ଲେଭେଲରେ ଇମ୍ପ୍ଲିମେଣ୍ଟ କରିବା ତ ମୁଁ ଗୋଟେ ଚେଞ୍ଜିଂ ଏଜେଣ୍ଟ ହେଇଗଲି ୱାନ୍ ତାପରେ ଆଉ ଗୋଟେ କାହାକୁ ଚେଞ୍ଜ କରୁଛି ନା ଗୋଟେ ଟାର୍ଗେଟ ଗ୍ରୁପ ଅଛନ୍ତି କାହିଁକି ନା ଗୋଟେ ଗାଁରେ 10-15 ଜଣ 50 ଜଣ ଗୋଟେ ଗ୍ରୁପ ଅଛନ୍ତି ତାଙ୍କୁ ଚେଞ୍ଜ କରୁଛି ତ ମୁଁ ଆଉ ଗୋଟେ ଇଏ ଏଇ ଭିତରେ କଣ ଅଛି ନା ଆମ ବ୍ୟାରିୟର ତ ଟ୍ରାଏ କରିବା ଆମର ଫୋକସ କଣ ରହିବ ଏଇ ବ୍ୟାରିୟରକୁ ରିମୁଭ କରିବା ହେଲା କି ରିମୁଭ କେମିତି କରିବା ନା ସିମାଣ୍ଟିକ ବ୍ୟାରିୟରକୁ ଲାଙ୍ଗୁଏଜ ମାଧ୍ୟମରେ ଆମକୁ ଲାଙ୍ଗୁଏଜ ଟ୍ରେନିଂ ମିଳିଯିବ ହେଲା କି ସାଇକୋଲୋଜି ମାଧ୍ୟମରେ ଆମେ ଯେ ଲୋକଙ୍କ ସହିତ ମିଶିବା ହେଲା କି ଆମେ ଖାଲି ଏତିକି ଭାବିଦେବା ଯେ ମୋ ଘରକୁ ଯାହା ବି ଅନ୍ନ ଆସୁଛି ତାଙ୍କ ଦ୍ଵାରା ତ ମୋ ଦାୟିତ୍ୱ ମୋ ରେସ୍ପନ୍ସିବିଲିଟି ତାଙ୍କ ପାଇଁ ଆଉ ଯଦି ତାଙ୍କ ପାଇଁ ମୁଁ ରେସ୍ପନ୍ସିବଲି ବିହେଭ କରୁନି ତ ମୋ କର୍ମଯୋଗକୁ ମୁଁ ଠିକ ସେ ପାଳନ କରିପାରୁନି ମୋ ପୁରୁଷାର୍ଥ ହେଇପାରୁନାହିଁ ହେଲା କି ତ ଯେତେବେଳେ ଆମେ ଏଇ ଟାଇପର ମେଣ୍ଟାଲିଟି ନେଇକି ଗ୍ରାଉଣ୍ଡକୁ ଯିବା ତ ଡେଫିନେଟଲି ଆମେ ତାଙ୍କୁ ଆମ ମାଲିକ ଭଳିଆ ଭାବିବା ଆଉ ତାଙ୍କ ସେବାରେ ଆମେ ନିଜକୁ ନିୟୋଜିତ କରିବା ଏହା ଦ୍ୱାରା କଣ କି ସାଇକୋଲୋଜିକାଲ ତାଙ୍କ ଆଉ ଆମ ଭିତରେ ଗେପ୍ ଟା କମିଯିବ ଆଉ ଫିଜିକାଲ ଅବଭିୟସଲି ଫିଜିକାଲ ବ୍ୟାରିୟରକୁ ସମାଧାନ କରିବା ପାଇଁ ହେଲେ ଫଣ୍ଡିଂ ଦରକାର କି ଆମେ ଯୋଉ ତମ ଯୋଉ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଅଛି ତମେ ଯୋଉ କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି ଗୋଟେ ଆଇଏଏସ୍ ଅଫିସର ଥିଲେ ନର୍ଥ ଇଷ୍ଟର ପାଖାପାଖି 100 କିଲୋମିଟର ରୋଡ ନିଜେ ବିଲ୍ଡ କରିଦେଲେ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ତାଙ୍କ ନାଁ ଟା କିଏ କହିପାରିବ ଯଦି କେହି ଅଛନ୍ତି ତାଙ୍କ ନାଁଟା ହେଲା आर्मस्ट्रांग पामे। ଆମଷ୍ଟ୍ରଙ୍ଗ ଆମଷ୍ଟ୍ରଙ୍ଗ ପାମେ ରାଇଟ ସୋ ତମକୁ ବି ଏଇ ଫିଜିକାଲ ବ୍ୟାରିୟରକୁ କମେଇବା ପାଇଁ ରିଡ୍ୟୁସ ଏ ନାଁଟା ବହୁତ ଇମ୍ପୋର୍ଟାଣ୍ଟ ହେଲା କି ଅଶୋକ ଖେମକା ଆମଷ୍ଟ୍ରଙ୍ଗ ପାମେ ସେ ଦୁର୍ଗା ଶକ୍ତି ନାଗପାଳ ଏଇ ଯୋଉ 8-10ଟା ନାଁ ଏବେ ଚାଲିବ ଡେଲି ଡେଲି 10ଟା ନୁହେଁ 15ଟା ନାଁ ଏଇଭଳିଆ ଶିଖିଥାଉ ହେଲା କି ଟିଏନ ସେସନ ଆଉ କେ ଶ୍ରୀଧରନ ଏଇ ନାଁ ଗୁଡା ସବୁବେଳେ ମନେ ରଖିଥାଉ ସେ କଣ କରିଛନ୍ତି ସୋ ଦ୍ୟାଟ କି ତାଙ୍କୁ ଆମେ ଏକ୍ସାମ୍ପଲ ରୂପରେ ବ୍ୟବହାର କରିପାରିବା ହେଲା କି ସେ କ୍ୱେଶ୍ଚନ ଟା ପଚାରିବ ହ୍ୱାଟ ଇଜ ସୋସିଆଲ ଇନଫ୍ଲୁଏନ୍ସ ହ୍ୱାଟ ଆର୍ ଦ ଚ୍ୟାଲେଞ୍ଜେସ ଇନ ସୋସିଆଲ ଇନଫ୍ଲୁଏନ୍ସ ଏଇଗୁଡ଼ା ପଚାରି ପାରିବ କିମ୍ବା ସେକେଣ୍ଡରେ ପଚାରି ପାରିବ ହ୍ୱାଟ ଇଜ ସୋସିଆଲ ଇନଫ୍ଲୁଏନ୍ସ ଆଣ୍ଡ ହାଉ ዊ କ୍ୟାନ୍ ଇନଫ୍ଲୁଏନ୍ସ ଦି ପିପୁଲ ଅର୍ ଗୋଟେ ଆପ୍ଲିକେସନ ଦେଇଦିଅ କେମିତି ଆମେ ସ୍ୱଚ୍ଛ ଭାରତକୁ ଗ୍ରାଉଣ୍ଡ ଲେଭେଲରେ ଇମ୍ପ୍ଲିମେଣ୍ଟ କରିପାରିବା ତ ଫାଷ୍ଟ ଆମର ବ୍ୟାରିୟରକୁ କମେଇବା ପାଇଁ ପଡିବ ଫିଜିକାଲ ଇନଫ୍ରାଷ୍ଟ୍ରକ୍ଚରକୁ ବଢେଇବା ପାଇଁ ପଡିବ ତାପରେ ଏଇଠି ଲାଷ୍ଟରେ ସୋସିଆଲ ଇନଫ୍ଲୁଏନ୍ସକୁ ପୁଣି ବହୁତ ସୁନ୍ଦର ସେ ଆମେ କେମିତି ଇମ୍ପ୍ଲିମେଣ୍ଟ କରିପାରିବା ଏଇଠି ଆମେ ଜାଣିବା ତ ନେକ୍ସଟ ଗୋଟେ ହେଡିଂ ବ୍ୟାରିୟର ବିଷୟରେ ମୁଁ ତମମାନଙ୍କୁ କହିଦେଲି ତ ଆମେ ଯେତେବେଳେ ଲୋକଙ୍କ ସହିତ ମିଶୁଛେ ଲୋକଙ୍କ ଆଟିଚ୍ୟୁଡକୁ ଚେଞ୍ଜ କରିବା ପାଇଁ ଯାଉଛେ ତ ଆମକୁ କିଛି ଓଲଟା ମେଥଡ ଆପଣେଇବା ପାଇଁ ପଡେ ସାମ ଦାମ ଦଣ୍ଡ ଭେଦ ତମେ ଚାଣକ୍ୟ ନୀତିରେ ଏଗୁଡା ପଢିଛ କିନ୍ତୁ ଆମେ ତାକୁ କେମିତି ସୁଗର କଟେଡ ଲାଙ୍ଗୁଏଜରେ ଲେଖିପାରିବା ହେଲା କି ତାକୁ କୁହାଯାଏ ସ୍କଲାରଲି ପର୍ସପେକ୍ଟିଭ ଗୋଟେ ସାଇଣ୍ଟିଷ୍ଟ ସୋସିଆଲ ସାଇଣ୍ଟିଷ୍ଟ ଥିଲେ ତ ତାଙ୍କର ପର୍ସପେକ୍ଟିଭରେ ଆମେ ଲୋକଙ୍କୁ କେମିତି ଚେଞ୍ଜ କରିପାରିବା ଜଷ୍ଟ 8-10ଟା ନା ନା 4-5ଟା ପଏଣ୍ଟ ଅଛି ଟିକେ ଖାଲି ଗୋଟେ ଗୋଟେ ଲେଖିଦିଅ ତ ଫାଷ୍ଟ ଆମେ ରିୱାର୍ଡ ପାୱାର ଦେଇପାରିବା ଆମେ ଲୋକଙ୍କୁ ସେବା କରିବା ପାଇଁ ଯାଉଛେ ତାଙ୍କୁ ରିୱାର୍ଡ ଦେଇପାରିବା ହେଲା କି ଯେ କେହି ଆସିଲେ ହୁଁ ତ ଆମେ ତାଙ୍କୁ କଣ କରିପାରିବା
रिवार्ड पावर दे परिया देखो छोट बेले तुमको कुहाइथियो जे गोटे विज्ञान मेला होची कि स्कूल लेवल कंपटीशन होची सेठी तुमको कुहाई दिया जाइथियो टॉपिक गोटे जे गछ बंचिले आमे बंचिबा हैला कि तो या माने कोन से गछ बंचिले आमे बंचिबा तुमे रिसर्च छोट बेले रिसर्च भी कलो तापरे किछि सेटु कंटेंट डेवलप कलो आ ताकू तुमे भाषण रे देलो आ तुमको सेथिरे रिवार्ड भी मिलला या माने कोन कि तुमे से गाँव लोक होते पार कोठी माइनिंग डिस्ट्रिक्ट होची कि ସେଇଠି ବି ଏଇଭଳିଆ ଛୋଟିଆ ଛୋଟିଆ କମ୍ପିଟିସନ କରିପାରିବା ଆଉ ସେଠିକା ଛୋଟ ପିଲାମାନଙ୍କୁ awareness ପ୍ରୋଗ୍ରାମ ମାଧ୍ୟମରେ ଆମେ ତାଙ୍କୁ ରିୱାର୍ଡ ଦେଇପାରିବା ଆଉ ଆଉ ରିୱାର୍ଡ ଦେଲେ ହିଁ ଲୋକଙ୍କ ଯୋଉ ମନ ଭିତରେ awareness ଟା ଥିବ ସେଟା ବଢିଯିବ ତ ଫାର୍ଷ୍ଟ ପଏଣ୍ଟ କଣ ନା ସ୍କାଲାରଲି ପ୍ରସ୍ପେକ୍ଟିଭ ରେ ସୋସିଆଲ ଇନଫ୍ଲୁଏନ୍ସ କେମିତି କରିବା ନା ରିୱାର୍ଡ ପାୱାର ଗୋଟେ ଅଛି ହେଲା କି ଯଦି ଲୋକଙ୍କୁ ଆମେ ରିୱାର୍ଡ ଦିଆଯାଏ ସେ ନିହାତି ଏଇ କାମ କରିଦେବ ହେଲା କି ଆମେ କହିବା ଭାଇ ତମେ ଟଏଲେଟ ଯଦି ବସେଇବ ତମକୁ 10,000 ଟଙ୍କା ଲେଖାଏ ସରକାର ଦେବ ତ ଅବଭିୟସଲି ଜଣେ ଆଗଭର ହବ ହେଲା କି ରିୱାର୍ଡ ପାୱାର ତାକୁ କୁହାଯାଏ ମୁଁ କେବଳ ଏକ୍ସାମ୍ପଲ ଦଉଛି ହେଲା କି 10,000 ନୁହେଁ ବେଶୀ ଦିଆଯାଏ ଶାନ୍ତ ଏବେ ଆମର ଘର ନାହିଁ ଲୋକଙ୍କ ପାଖରେ ରାଇଟ ଟୁ ଯୋଉ ଲିଭ୍ କନସେପ୍ଟ ରହୁଛି ରାଇଟ ଟୁ ଲାଇଫ ର ଗୋଟେ ପାର୍ଟ ତ ଘର ନାହିଁ ତ ଆମେ କଣ କହୁଛୁ ରିୱାର୍ଡ ଦଉଛୁ ଯେ ବାବା ତମ ମାନେ ଘର ବନାଅ 1,30,000 1,90,000 ଆମେ ଦଉଛୁ ଆଉ ଯାହା ବି ରେଷ୍ଟ ଅଛି ତମେ ଇନଭେଷ୍ଟ କରିକି ଗୋଟେ ଛୋଟିଆ ଘର ବନାଅ ଯୋଉଥିରେ କି ମାନେ ଫ୍ଲଡ ରୁ ତମେ ବଞ୍ଚି ପାରିବ ବର୍ଷାରୁ ତମେ ବଞ୍ଚି ପାରିବ ଝଡରୁ ବଞ୍ଚି ପାରିବ ହେଲା କି ତ ଏଇଠି ଆମେ କଣ କହୁଛୁ ରିୱାର୍ଡ ପାୱାର କିନ୍ତୁ ବେଳେ ବେଳେ ଲୋକ ବହୁତ ଚାଲାକ କାହିଁକି ଜଳ ଜମି ଜଙ୍ଗଲରେ ରହୁଥିବା ଲୋକଙ୍କୁ ରିୱାର୍ଡ କେବେ ବି ଭଲ ଲାଗେନି ତ ବେଳେ ବେଳେ ଆମକୁ ଫୋର୍ସ ର ବି ୟୁଜ କରିବା ପାଇଁ ପଡେ ତାକୁ ଆମେ କହୁ କଣ ନା କୋହେସିଭ ପାୱାର ହେଲା କି ଯୋଉଥିରେ କି କିଛି ଲୋକଙ୍କୁ ଡରେଇକି ବି କାମ କରିବା ପାଇଁ ପଡେ ହେଲା କି କାହିଁକି ନା ସବୁ ଲୋକ ତମର କଥା ଶୁଣିବେ ନାହିଁ ତ ତାଙ୍କୁ ବେଳେ ବେଳେ ଫୋର୍ସ ର ଯୋଉ ପାୱାର ର ଯୋଉ ଅଛି ଲେଭେଲ ତମେ ଯଦି ଏଇଟା କରିବନି ତମର ଏଇଟା ହେଇଯିବ ହେଲା କି ତମେ ଯଦି ଏଇ ନିୟମ ମାନିବନି ତମର ଏଇଟା ହେଇଯିବ ତ ଆମେ ଡରେଇକି ବି କାମ କରିପାରିବା ବଟ ଏଇଟା ଲାଷ୍ଟ ଷ୍ଟେଜରେ ୟୁଜ କରିବା କଥା ହେଲା କି ବେଳେ ବେଳେ ଆମକୁ ଏକ୍ସପର୍ଟ ପାୱାର ଦେଖିବା ପାଇଁ ପଡେ ହେଲା କି ଯେ ଡକ୍ଟର ହେଇଗଲେ ଲୟର ହେଇଗଲେ ସାଇଣ୍ଟିଷ୍ଟ ହେଇଗଲେ ଟିଚର ହେଇଗଲେ ସେମାନେ ଆସିବେ ଆଉ ତାର ଫାଇଦା ବିଷୟରେ ଜଣେଇବେ ଯେ ଏଇ ଯଦି ସ୍ୱଚ୍ଛ ଭାରତ ଅଭିଯାନ ଟା ଆମ ଗାଁରେ ଇମ୍ପ୍ଲିମେଣ୍ଟ ହେଇଗଲା ତ ଡକ୍ଟର କହିବେ ଯେ ରୋଗୀଙ୍କ ସଂଖ୍ୟା କମିଯିବ ହେଲା କି ଲୋକଙ୍କ ହେଲ୍ଥ ଭଲ ରହିବ ଯୋଉ ଓପେନ ଡେଫିକେସନ ଦ୍ୱାରା ହଇଜା ଟାଇଫଏଡ ଏଇଭଳିଆ ରୋଗ ଗୁଡା ସ୍ପ୍ରେଡ ହଉଥିଲା ସେଟା କମିଯିବ ତାପରେ ଲୟର ଯୋଉ ଅଛନ୍ତି ସେମାନେ ଆସିକି କହିବେ ୟା ଦ୍ୱାରା ଆମର ଦେଶର କଣ ଫାଇଦା ଆମେ ଯୋଉ ହେଲ୍ଥ ବଜେଟ ଅଛି ଆଉଟ୍ ଅଫ୍ ପକେଟ ଏକ୍ସପେଣ୍ଡିଚର ଅଛି ସେମାନେ କହିବେ ଯେ କମିଯିବ ସାଇଣ୍ଟିଷ୍ଟ ମାନେ କଣ କହିବେ ଆମର ଯୋଉ ପିଲା ମାନେ ଯୋଉ ନେକ୍ସଟ ଜେନେରେସନ କୁ ଆସୁଛନ୍ତି ସେମାନେ ବହୁତ ହି ସୁସ୍ଥ ସବଳ ହେଇକି ବାହାରିବେ ହେଲା କି ଟିଚର କଣ କହିବେ ଯୋଉ ପିଲାଙ୍କ ମାନସିକ ଦକ୍ଷତା ଅଛି ଯଦି ଓପେନ ଡେଫିକେସନ ଟା ବନ୍ଦ ହେଇଗଲା ତାହେଲେ ସେଟା ବଢିଯିବ କାହିଁକି ନା ସେମାନେ ବହୁତ ହି ହେଲ୍ଦି ମାଇଣ୍ଡ ହେଇକି ଆସିବେ ତାଙ୍କ କଗ୍ନିଟିଭ ସ୍କିଲ୍ ବଢିଯିବ ହେଲା କି ଆଉ ଯୋଉ ମହିଳା ମାନଙ୍କ ସମ୍ମାନର କଥା ଆସୁଛି ତ ସେଟା ବହୁତ ହି ବଢିଯିବ ଓମେନ ଏମ୍ପାୱରମେଣ୍ଟ ଯୋଉ ହଉଛି ତ ବଢି ଆମେ ଏକ୍ସପର୍ଟ କିଛି କୁ ଆଣିକି ବି ଆମେ ଏଇ ସୋସିଆଲି ଇନଫ୍ଲୁଏନ୍ସ ଲୋକଙ୍କୁ କରିପାରିବା ତାପରେ ଲେଜିଟିମେଟ ପାୱାର ଅବଭିୟସଲି ଗୋଟେ ନେତା ସବୁବେଳେ ହିଁ ତାଙ୍କ କଥାକୁ ଆମେ ମାନୁ ବହୁତ ଲୋକ ତ ଯେତେବେଳେ ଗୋଟେ ପଲିଟିକାଲ ଲିଡର ଆସିକି କିଛି ବି କଥା କହିଦିଏ ସେଟା ସେ ଫିଲ୍ କରନ୍ତୁ କି ନ କରନ୍ତୁ କିନ୍ତୁ ବହୁତ ହି ତାଙ୍କର ଯୋଉ ଭାଷଣର ଫ୍ରିକ୍ୱେନ୍ସି ପିଚ୍ ଲେଭେଲ ଥାଏ ବହୁତ ହି ଲୋକଙ୍କୁ ଇନଫ୍ଲୁଏନ୍ସ କରିଥାଏ ତ ସିଏ ଯେତେବେଳେ ଆସିକି ଲୋକଙ୍କ ସାମ୍ନାରେ କହିବେ ଏଠି ଟଏଲେଟ ହେଇଗଲେ ଲୋକଙ୍କୁ ଏଇଟା ଏଇଟା ମିଳିବ ଲୋକଙ୍କୁ ଏଇଟା ଫାଇଦା ମିଳିବ ଓମେନ ଏମ୍ପାୱାରମେଣ୍ଟ ହବ ପିଲାମାନେ ସ୍କୁଲ ଯିବେ ପିଲାମାନଙ୍କ ହେଲ୍ଥ ଠିକ ରହିବ ରୋଗ ହବନି ହଇଜା ଟାଇଫଏଡ ବ୍ୟାପିବନି ହେଲେ ଗୋଟେ ସୁସ୍ଥ ସମାଜ ଆମେ କରିପାରିବା ଆଉ ଦେଶକୁ 2050 ମସିହା ସୁଦ୍ଧା ବିଶ୍ୱଗୁରୁରେ ପରିଣତ କରିପାରିବା ଏଇଭଳିଆ ଯେତେବେଳେ ତାଙ୍କର କନଫିଡେଣ୍ଟଲି ଯୋଉ ଭାଷା ବାହାରିବ ଭାଷଣ ବାହାରିବ ତ ଲୋକ ଡେଫିନାଇଟଲି ମୋଟିଭେଟ ହେଇଯାଆନ୍ତି ହେଲା କି ଏଇଟାକୁ ଆମେ କଣ କହୁ ନା ସୋସିଆଲ ଇନଫ୍ଲୁଏନ୍ସ ହେଲା କି ତାପରେ କଣ ନା ରେସିପ୍ରୋକାଲ ଯୋଉ ରେସପେକ୍ଟ ଆମେ ବେଳେ ବେଳେ କଣ ହୁଏ କି ଲୋକଙ୍କୁ ଆମେ ରେସପେକ୍ଟ ଦେଇଦଉ ନା ସେ ଲୋକମାନେ ଆମ କଥା ମାନି ଯାଆନ୍ତି ତମେ ଗାଁକୁ ଯିବ ଲୋକଙ୍କୁ ଟିକେ ଖାଲି ନମସ୍କାର କରିଦବ ସାର୍ ମୁଁ ଏଇଥି ପାଇଁ ଆସିଥିଲି ଆଉ ଏଇଟା ଗୋଟେ ପ୍ରୋଜେକ୍ଟ ଚାଲିଛି ସାର୍ ଆଉ ଗାଁ ଲୋକଙ୍କ ଗ୍ରାମ ସଭା ଯୋଉ ଅଛି ଆପଣଙ୍କ ସହିତ ଟିକେ ସାର୍ ଡିସ୍କସନ କରିଥାନ୍ତି ଲୋକମାନେ ନିହାତି ଶୁଣିବେ ଆଉ ତମର ଯୋଉ ପୋଲାଇଟନେସ୍ ଅଛି ହେଲା କି ତମେ ଯୋଉ ଚେଞ୍ଜେସ୍ ଆଣିବା ପାଇଁ ଚାହୁଁଛ ତା ବିଷୟରେ ଯଦି ଡିଟେଲ୍ସ ତାଙ୍କୁ କହିଲ ବି କାହିଁକି ନା ସରକାରୀ ଯୋଉ ପ୍ରୋଜେକ୍ଟ ଥାଏ ସେଟା ବହୁତ ହି ମାନେ ଲୋକଙ୍କୁ ଅପଲିଫ୍ଟମେଣ୍ଟ କରିବା ପାଇଁ ସେଠାରେ କିଛି ଖରାପ ଜିନିଷ ନଥାଏ
ଯଦି ଆମେ ଯାହା ବି ପ୍ରୋଜେକ୍ଟ ଅଛି ଆମେ ଯଦି ଲୋକଙ୍କୁ ଭଲସେ କହିପାରିଲେ ୱିଥ ରେସ୍ପେକ୍ଟଫୁଲି ଦେନ୍ ଡେଫିନେଟଲି ସେମାନେ ଆମକୁ ମାନେ ଏକ୍ସେପ୍ଟ କରିବେ ଆଉ ସେମାନେ ରାଜି ହେବେ। ହେଲା କି ରେସିପ୍ରୋକାଲ ମାନେ କଣ କି ଆମେ ଜଣକୁ ରେସ୍ପେକ୍ଟ ଦଉଛୁ ତ ସାମ୍ନା ବାଲା ବି ସେଇ ଫ୍ରିକ୍ୱେନ୍ସିରେ ରେସ୍ପେକ୍ଟ ଦିଅନ୍ତି। ହେଲା କି ବେଳେ ବେଳେ ତମେ ଦେଖିଥିବ ତମେ ଚିହ୍ନି ନଥିବ ବି ଜଣେ ଲୋକଙ୍କୁ ଖାଲି ଏଇଭଳିଆ ଏଇଭଳିଆ କରିଦବ କି ଏଇଭଳିଆ ନମସ୍କାର ସିଏ ବି ସାମ୍ନା ବାଲା ଅଟୋମେଟିକଲି ସେ ତମକୁ ରେସ୍ପେକ୍ଟ କରେ। ବୁଝିପାରୁଛ? ତ ଏଇଟା ହେଲା କଥା। ତାପରେ କଣ ହେଲା ଇନଫର୍ମେସନ ମୁଁ ଏବେ ଅଲରେଡି କହିଛି ଯେତେ ବି ଇନଫର୍ମେସନ ଅଛି ମାନେ ତାର ପଜିଟିଭ ଜିନିଷ ଅଛି ସବୁ କିଛି ଲୋକଙ୍କୁ ଡେଲିଭର କରିପାରିଲେ ଆମେ ଡେଫିନେଟଲି ଇନଫ୍ଲୁଏନ୍ସ ଇଜିଲି କରେଇ ପାରିବା। ତ ଆମେ ଫାଷ୍ଟ କଣ କହିଲି ନା ସୋସିଆଲ ଇନଫ୍ଲୁଏନ୍ସ ର ଡେଫିନେସନ ଦେଲି। ତାପରେ ସୋସିଆଲ ଇନଫ୍ଲୁଏନ୍ସ ର ଯୋଉ ବ୍ୟାରିୟର ଗୁଡା ଯୋଉ ଚ୍ୟାଲେଞ୍ଜେସ ଗୁଡା ଥିଲା ସେ ବିଷୟରେ ଆମେ ଡିସକସନ କଲେ। ତାପରେ ଯୋଉ ସ୍କାଲାରଲି ପ୍ରସ୍ପେକ୍ଟିଭ ଅଛି ହେଲା କି ଫ୍ରେଞ୍ଚ ରାଭେନକୋର ଏଇଟା ଫ୍ରେଞ୍ଚ ଆଉ ରାଭେନ ଏଇଗୁଡା ଦେଇଥିଲେ ଏଇ କନସେପ୍ଟ ଗୁଡା ଯେ ସେଟା କଣ କି ରିୱାର୍ଡ ପାୱାର କୋହେସିଭ ଏକ୍ସପର୍ଟିଜ ଲେଜିଟିମେଟ ଇନଫର୍ମେସନାଲ ପାୱାର ଏଇଗୁଡା ତାଙ୍କଠୁ ହିଁ ଆସିଥିଲା। ତ ଏଇଟା ଥିଲା ସୋସିଆଲ ଇନଫ୍ଲୁଏନ୍ସ ର ମେଥଡ। ବଟ୍ ଏଇ ସୋସିଆଲ ଇନଫ୍ଲୁଏନ୍ସ କୁ ଆହୁରି ଟିକେ ଭଲ କରିବା ପାଇଁ ଆମକୁ ଏଇଠି ମାନେ ଡିଟେଲରେ ଷ୍ଟଡି କରିବା ପାଇଁ ପଡିବ। ହେଲା କି କାହିଁକି ନା କନଫର୍ମିଟି ଗୋଟେ ୱାର୍ଡ ଅଛି ଓବିଡିଏନ୍ସ ଏଇଗୁଡାକୁ କମ୍ପ୍ଲାଏନ୍ସ ଏଗୁଡାକୁ ଆମକୁ ଜାଣିବା ପାଇଁ ପଡିବ। ହେଲା କି ତ ଯେତେବେଳେ ଆମେ କେବଳ ଏଇ ୱାର୍ଡ ଗୁଡା ଲେଖିବନି ତମକୁ ମୁଁ ଜଷ୍ଟ କହିଦେଲି ସୋସିଆଲ ଇନଫ୍ଲୁଏନ୍ସ ଡେଫିନେସନ କଣ କଣ ପ୍ରୋସେସ ଅଛି ବ୍ୟାରିୟରକୁ କେମିତି ରିମୁଭ କରିବ। ହେଲା କି ତ ଏଇଠି ଏବେ କଣ କରିବ ନା କମ୍ପ୍ଲାଏନ୍ସ କରିବ ଲୋକଙ୍କ ସହିତ କଣ ନା ୟୁ ହାଭ ଟୁ ମେକିଂ ଏ ରିକ୍ୱେଷ୍ଟ ସାର୍ ଏଇ କାମଟା କରିଦିଅନ୍ତୁ। ହେଲା କି ବେଳେ ବେଳେ କଣ କରିବ ନା ଓବିଡିଏନ୍ସ ୟୁ ହାଭ ଟୁ ଗିଭ୍ ଅର୍ଡର। ଯେତେବେଳେ ଲୋକ କରିବେନି ସାମ ଦାମ ଦଣ୍ଡ ଭେଦ ଯୋଉ ଅଛି ସେଥିରେ ବେଳେ ବେଳେ ପ୍ୟାର ସେ ବି ଆମକୁ ବୁଝେଇବା ପାଇଁ ପଡେ। ତାପରେ କିଛି ଲୋକ ସେଠି ନଥିବେ ତାଙ୍କୁ ୟୁ ହାଭ ଟୁ ଗିଭ୍ ଅର୍ଡର ଓବିଡିଏନ୍ସ ତାକୁ ସେଇଟାକୁ କୁହାଯାଏ। ତାପରେ କନଫର୍ମିଟି ତ କନଫର୍ମିଟିଟା ଏଇ ଯେତେ ସବୁ ଜିନିଷ ଗୁଡା କହିଲି ଏଗୁଡା କନଫର୍ମିଟି ଅଣ୍ଡରରେ ଆସେ। ତ ଟୋଟାଲି ଗ୍ରୁପ ଟାକୁ ଆମେ ଇନଫ୍ଲୁଏନ୍ସ କରୁଛେ। କେମିତି ଇନଫ୍ଲୁଏନ୍ସ କରୁଛେ ଇନଫର୍ମେସନ ଦେଇକି ଇନଫ୍ଲୁଏନ୍ସ କରୁଛେ ମେ ବି କାରିଜମେଟିକ ପର୍ସନାଲିଟି ବେଳେ ବେଳେ ଆମେ ଟିଭି ଷ୍ଟାରଙ୍କୁ ଡାକି ଦଉନା। ହେଲା କି ତମେ ଦେଖିଥିବ ଗାଁ ଗୁଡାରେ ପଲିଟିକ୍ସ ଯେତେବେଳେ ହୁଏ ତ ଆମେ ଓଡିଆ ହିରୋଇନ କୁ ଡାକି ଦଉ ଓଡିଆ ସେମାନେ ଆସିକି ଲୋକଙ୍କୁ କହିବେ ଯେ ସାର୍ ଆପଣ ଏଇ ଲୋକଙ୍କୁ ଭୋଟ ଦିଅନ୍ତୁ। ବୁଝିପାରୁଛ ସେଟା ବି ଗୋଟେ ୱାନ ଟାଇପ ଅଫ ସୋସିଆଲ ଇନଫ୍ଲୁଏନ୍ସ ହିଁ। ହେଲା କି ତ ଏଇଗୁଡାକୁ ତ ତମର ଏଇଠି ଆନ୍ସର ଲେଖିବା କଥା କ୍ୱେଶ୍ଚନ କେମିତି ଆସିବ ମୁଁ କହିଦଉଛି ଯେ ଗାଁରେ ଏଇ ପ୍ରୋବ୍ଲେମ ରହିଛି ତାକୁ କେମିତି ଇନଫ୍ଲୁଏନ୍ସ କରିବ। ଗାଁରେ ଲୋକମାନେ ଗୁଣି ଗାରେଡି ଉପରେ ବିଶ୍ୱାସ କରୁଛନ୍ତି ମେଡିକାଲ କୁ ଯାଉନାହାନ୍ତି ତ ତମେ କେମିତି ଏଇ ଜିନିଷଟାକୁ ଇନଫ୍ଲୁଏନ୍ସ କରିବ। ତ ଫାଷ୍ଟ ତମ ଦାୟିତ୍ୱ କଣ ନା ଗୋଟେ ଡେଫିନେସନ ଲେଖିବ ଯେ ସୋସିଆଲ ଇନଫ୍ଲୁଏନ୍ସ କଣ। ସେକେଣ୍ଡରେ ବ୍ୟାରିୟର ଗୁଡାକୁ ଲେଖିବ। ଗୋଟେ ସାଇକୋଲୋଜିକାଲ ବ୍ୟାରିୟର ରହୁଛି ଗୋଟେ ଫିଜିକାଲ ବ୍ୟାରିୟର ରହୁଛି ପଇସା ବହୁତ ହି ବେଶୀ ପଡିଯାଉଛି ମେଣ୍ଟାଲି ତାଙ୍କର ଥିବ ଯେ ସାର୍ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଗଲେ ପଇସା ବେଶୀ ପଡିବ। ହେଲା କି ଗୋଟେ ସାଇକୋଲୋଜିକାଲ ବ୍ୟାରିୟର ଅଛି ଆରେ ଇଞ୍ଜେକ୍ସନ ଦେଇଦେବେ କାହାର ରକ୍ତ କିଏ ଭାବୁଛି କି ବ୍ଲଡ ଚଢେଇଦେବେ। ହେଲା କି ତା ଦ୍ୱାରା ଆମ ଧର୍ମ ନଷ୍ଟ ହେଇପାରେ। ହେଲା କି ସାଇକୋଲୋଜିକାଲି ଗୋଟେ ଅଛି ହେ ମେଡିକାଲ କିଛି ନୁହଁ ହେଲା କି ଆମର ଝାଡ ଫୁଙ୍କି ଠିକ ଏଇଭଳିଆ ସାଇକୋ ଏଇଗୁଡାକୁ ଦୂରେଇବା ପାଇଁ ପଡିବ। ଏଗୁଡାକୁ ଦୂରେଇବ କେମିତି ନା ଇନଫର୍ମେସନ ଦବ ଯେ ମେଡିକାଲରେ ସବୁ କିଛି ନିରାମୟ ମାଧ୍ୟମରେ ତୁମକୁ ଫ୍ରି ମେଡିସିନ ଦିଆଯିବ। ହେଲା କି ସେଠି ରହିବା ଖାଇବା ଡେଲି ସବୁ କିଛି ମାଗଣା। ହେଲା କି ବରଞ୍ଚ ଯଦି ତମେ ପ୍ରେଗନେଣ୍ଟ ଓମେନ ଅଛନ୍ତି ତାଙ୍କ ପାଇଁ ସେଠି ପୁଣି ମାତୃବନ୍ଦନା ଯୋଜନା ହିସାବରେ ପଇସା ବି ମିଳିବ। ହେଲା କି ଏଗୁଡାକୁ ଆମେ ସୋସିଆଲି ଇନଫ୍ଲୁଏନ୍ସ କରିବା ପାଇଁ ଆମେ ଗୋଟେ ଗୋଟେ ଏଜେଣ୍ଟ ରଖିଛୁ ଆଶା କର୍ମୀ ମାଧ୍ୟମରେ ସେମାନେ ସବୁବେଳେ ଇନଫ୍ଲୁଏନ୍ସ କରୁଥିବେ ଡେ ଟୁ ଡେ ତାଙ୍କର ଯୋଉ ଡାଟା ଅଛି ଗଭର୍ଣ୍ଣମେଣ୍ଟକୁ ପଠଉଥିବେ ଯେ ମେଡିସିନ ମଧ୍ୟ ଦଉଥିବେ ଆଇରନ୍ ଫଲିକ ଟାବଲେଟ ବି ଦଉଥିବେ। ତ ତା ଦ୍ୱାରା ଇନଫ୍ଲୁଏନ୍ସ ହେଇକି ଆମେ ଯୋଉ ମେଡିକାଲରେ ଯୋଉ ଶିଶୁ ଜନ୍ମ ହାରଟା ଆମେ ବଢେଇ ପାରୁଛେ। ଆଗରୁ ତମେ ଦେଖିପାରୁଥିବ 2000 ମସିହାରେ ବହୁତ ଏବେ ବି ଆମ ଏଇଠି ଦଳରେ ବି ଥିବେ କିଛି ପିଲା ଘରେ ଜନ୍ମ ହେଇଥିବେ। ଆଗରୁ ଏଟା ଏତେ ଆୱାରନେସ ନଥିଲା କିନ୍ତୁ ହସ୍ପିଟାଲାଇଜେସନରେ ବାର୍ଥ ହେବା ଦ୍ୱାରା ଯୋଉ ମଦର ହେଲ୍ଥ ଅଛି ସେଟା ଇମ୍ପ୍ରୁଭ ହେଇପାରିଲା। ତାପରେ ଯୋଉ ଏମଏମଆର ତୁମେ ଶୁଣିଥିବ ଏମଏମଆର ଆଇଏମଆର ଇନଫାଣ୍ଟ ମର୍ଟାଲିଟି ରେଟ୍ ମଦର ଯୋଉ ମର୍ଟାଲିଟି ଥିଲେ ସେଗୁଡାକୁ ଆମେ ଏନହାନ୍ସ କରିପାରିଲେ ତାକୁ ଡାଟା ତମେ ଦେଖିପାରୁଛ ଏବେ 2023-25 ର ଡାଟା ତମେ କେମିତି କମି ଯାଉଛି। ହେଲା କି ଆଇଏମଆର ତାକୁ କୁହାଯାଏ ଆଉ ଗୋଟେ ଏମଏମଆର। ହେଲା କି ଫ୍ୟାମିଲି ହେଲ୍ଥ ସର୍ଭେରେ ଏଇ ଡାଟା ଗୁଡା ହୁଏ। ତ ଇନଫରମେସନାଲ ପାୱାର ପଲିଟିକାଲ ପାୱାର ଯୋଉ ଇନଫ୍ଲୁଏନ୍ସିଆଲ ଇନଫର୍ମେସନ କାରିଜମେଟିକ ପର୍ସନାଲିଟି ଆସିକି ସେଗୁଡାକୁ ବୁଝେଇଲେ ସେମାନେ ଡେଫିନେଟଲି
हॉस्पिटल को जाई परिवे आउ तांकर आउट ऑफ पॉकेट जो एक्सपेंडिचर डर थाए सेटा तांको मन रु जदी लिभेई दे परिबा डेफिनेटली से माने ट्रीटमेंट हेई परिवे ओ इटा को कहा इंस्टीट्यूशनल डिलीवरी इंस्टीट्यूशनल डिलीवरीटा आमर बढ़ी पारिबो हैला कि आ एटा गोटे आमर एसडीजी गोल रे मध्य अछि एसडीजी गोल सब बळे ट्राई करियो तापर तळे कोन देबो जते बळे एटा हे गेल तळे कोन देबो ना सोशल इन्फ्लुएंस आमे करि परिबा तापर गोटे एरो मार देबो सोशल इन्फ्लुएंस करिबा द्वारा कोन कोन हे परिबो जे से माने आमर जो एसडीजी गोल जो अछि हैला कि फास्ट फीचर लिखि देबो जे या हबा द्वारा एटा माने हेइचिबो तापर आमे एसडीजी गोल को केमति फुलफिल करि परचे या द्वारा कोन होबो इंडिया 2070 रे आमे बेटर इंडिया बनै परिया मु सब बळे एटा को ମାନେ ଟିକେ ଟିକେ ମଡିଫାଇ କରିକି ସୁଗର କଟେଡରେ ଲେଖେ ତ ଆଶା କରୁଛି ତମେ କେବଳ ଷ୍ଟ୍ରକ୍ଚର ଟାକୁ ଜାଣିବା ପାଇଁ ଚେଷ୍ଟା କର ମୁଁ କଣ କହିବା ପାଇଁ ଚାହୁଁଛି ମୁଁ ଏଠି ଆସିନି କି ତମକୁ ପଢେଇ ପାରିବି ମୋ ପାଖରେ ବି ତମେ ପାଖରେ ଯାହା ବି ଅଛି ଜଷ୍ଟ ସେଇଟାକୁ ହିଁ ଜଷ୍ଟ ଦେଖେଇ ଦେବା ପାଇଁ ପାଉଛି ଦେଖେଇ ଦେବା ପାଇଁ ଚାହୁଁଛି ଆଉ ଷ୍ଟ୍ରକ୍ଚର କରିବା କଥା ମୁଁ ଏଠି ଶିଖଉଛି ଏଇଟା ଥିଲା ସୋସିଆଲ ଇନଫ୍ଲୁଏନ୍ସ ସୋସିଆଲ ଇନଫ୍ଲୁଏନ୍ସ ପରେ ଆଉ ଗୋଟେ ଅଛି ପରସୁଏସନ অমৃত কাল ভাই বাস দেখো তুমি এইভাবে ওয়ার্ড গুড়া আজি মানে আজি তুমি অমৃত কাল को ଆମେ बेटर यूज केमती करि परिबा এই ওয়ার্ড গুড়ার বহুত ওয়েটেজ থাকে ହେଲା କି তো প্লিজ তুমি ট্রাই করিও কি 50-60 টা ওয়ার্ড को মনে রখিতাও ସବୁଠି ଦି ଦିଟା ତିନି ତିନିଟା ওয়ার্ড ଯଦି ପସେଇ ପାରିଲ ତ ତମ ଆନ୍ସର ଟା ବହୁତ ହି ବେଟର ଦେଖାଯାଏ ମୁଁ ମୁଁ ଏତେ ନଲେଜେबल ନିଜକୁ କେବେ ବି ଭାବେନି ଯେହେତୁ ମତେ ଏଠି ଟାଇମ ଲାଗିଛି ବହୁତ ହି କନସିଷ୍ଟେନ୍ସି ମୋର ଇଫର୍ଟ ଥିଲା ତ ଯୋଉମାନେ ନଲେଜେबल ତାଙ୍କ ଖାତାକୁ ମୁଁ ଯେତେବେଳେ ଭାବେ ମୋ ସିନିୟର ମାନେ ତ ଦେଖେ ସେମାନେ ବେଶୀ କିଛି ଜାଣିନଥାନ୍ତି ଭଳିଆ ଫିଲ୍ ହୁଏ କେବଳ କେବଳ ତାଙ୍କ ୱାର୍ଡ ର ଗେମ୍ ସୁଗର କୋଟେଡ ୱାର୍ଡ ତମେ ଜାଣିଛ କିନ୍ତୁ ସେମାନେ ଯାହା ବି ଜାଣିଥିବେ ସେଟା ଏତେ ସୁନ୍ଦର ଲେଖିଦେବେ ସୁଗର କୋଟେଡ କରିକି ତ ତାଙ୍କୁ ମାର୍କଟା ମିଳେ ତାଙ୍କ ଖାତା ଦେଖିବ ତମେ ନିଜକୁ ଖୁସି ଲାଗିବ ହେ ଏଇଟା ତ କରୁଥିଲେ ମତେ ମିଳିथा ମୁଁ କଣ ଜାଣିନି କି ସମସ୍ତେ ଜାଣିଥାନ୍ତି କିନ୍ତୁ ଜଷ୍ଟ ଲେଖିବାର ଯୋଉ କଳାଟା କିଛି ଲୋକଙ୍କୁ ଭଲସେ ଜଣାଥାଏ এইটা ହିଁ ଏଠି ଡିଫରେନ୍ସିଏଟ କ୍ରିଏଟ କରେ ତ ୟା ପ୍ରତି ତମମାନଙ୍କୁ ଧ୍ୟାନ ଦେବା ପାଇଁ ପଡିବ ହେଲା ତ ଆଉ ଗୋଟେ ଟପିକ ରହିଯାଇଛି ପରସୁଏସନ सोशल इन्फ्लुएंस आउ परसुएशन एटा हला एका किंतु एठी टिके मते कोन व्हाइट बोर्ड रो इस्तेमाल करिया पय पड़िबो तो परसुएशन भी सेम जिंस गोटे लोक को परसुएट करिबा जे बाबा तू एई कामटा करे हैला कि सोशल इन्फ्लुएंस रे कोन कि ग्रुप ऑफ पीपल को हमें इन्फ्लुएंस करूथिले हैला कि ग्रुप ऑफ पीपल को हमें इन्फ्लुएंस करूथिले तांकर एटीट्यूड तांकर बिहेवियर तांकर थॉट को चेंज करिया पय किंतु एठी कोन कि चेंजिंग ए पर्सन रो बिहेवियर और ग्रुप रो भी बिहेवियर भी बेले बेले ही परिबो टुवर्ड्स एन इवेंट हैला कि टुवर्ड्स एन इवेंट और आइडिया और ऑब्जेक्ट हैला कि बट मु जानि छी तमे कहबो सर सोशल इन्फ्लुएंस माने कोन माने इन्फ्लुएंस करिबा आउट को परसुएट करिया भाई एटा तू कर माने सोशल इन्फ्लुएंस रो नेक्स्ट लेवल जिंसटा बुझी परछो तुम्हें भाबनी जे सोशल इन्फ्लुएंस और परसुएशन आर द सेम थिंग केवल एतकी जानो सोशल ग्रुप ऑफ पीपल को हमें इन्फ्लुएंस करैबा आ हमें ताकर वोट नै जिबा काम टिके करै परिबा ता माने बुझी परछो गुटे मैक्सिमम लोकन को हमें इन्फ्लुएंस करैबा आ परसुएशन माने इन्फ्लुएंस तो करैले तापरे सेही ताकू कहबा जे एई कामटा हेई जाऊ तो एई जिंसटा केवल डिफरेंट बट मु एटा को नेक्स्ट क्लास रे तमान को पई रखी तो एबे आ गुटे पॉइंट जो तुमरो सिलेबस रे थिला सिलेबस तो कोडे गलो एटा सिलेबस रे जो थिला परसुएशन ना मु टिके परे कहबी तमरो लेसन फ्रॉम द लाइव्स एंड टीचिंग्स ऑफ ग्रेट लीडर तो मु आज आ गुटे लीडर को ना कहबी काली हमें गांधी को विषय रे कथा हिथिले गांधी को ठु हमें कोन कोन सिखिले को बाबा कोन कोन सिखिले गांधी को ठु नॉन वायलेंस सिखिले फॉरगिवनेस सिखिले तापरे ट्रस्टीशिप सिखिले हैला कि विलेज लेवल इकोनॉमिक सर्वोदय विषय आमे सिखिले गांधी को सेवन सिंह जो थिला सेटा सबुडी गांधी को सेवन सिंह को ट्राई करियो कि मेंशन सबुडी नो कोटे आंसर तो सही भलिया ही पड़ी थाए तो सेटा को तुम यूज करि परिबो तो प्लीज गांधी को सेवन सिंह को टिके आज मन रखि दबो हैला कि तथापि मो कॉपी एडा मो नोट कॉपी भी थिला तो मु ताको आज
ତିନି ଜଣଙ୍କ ବିଷୟରେ କହିଦେବା ପାଇଁ ଚାହେଁ ଯେ ପ୍ରଥମେ ଯୋଉ ଗାନ୍ଧୀ ଥିଲେ ତାଙ୍କଠି ମୁଁ କଣ କଣ ଲେଖୁଥିଲି ପଏଣ୍ଟ। ତ ଗାନ୍ଧୀଙ୍କର ଥିଲା ପ୍ରଥମେ ତ ନନ୍ ଭାୟୋଲେନ୍ସ ଥିଲା, ତାପରେ ଅନେଷ୍ଟି ଆଉ ଇଣ୍ଟିଗ୍ରିଟି ଥିଲା। ଯେତେବେଳେ ଏଇ ୱାର୍ଡଟା ଲେଖୁଛି ଅନେଷ୍ଟି ଆଉ ଇଣ୍ଟିଗ୍ରିଟି, କଣ କରୁଥିଲେ ନା ତୁମେ ମନେ ଅଛି ସେ ସ୍କୁଲରେ ଗୋଟେ ସ୍ପେଲିଂ ମିଷ୍ଟେକ୍ କରିଥିଲେ, କିନ୍ତୁ ସେଟା ସେ କାହାଠୁ ନ ଦେଖିକି ନିଜେ ଲେଖିଦେଲେ। ମାନେ ନିଜେ ଲେଖିଲେ ଆଉ ଭୁଲ ବି କଲେ। ସେ ଶବ୍ଦଟା ଥିଲା କେଟେଲ। ତାଙ୍କ ସ୍କୁଲକୁ ଜଣେ ଇନ୍ସପେକ୍ଟର ଆସିଥିଲେ, ଆଉ ସେ କିନ୍ତୁ ତାଙ୍କ ଗୁରୁଜୀ କହିଲେ ଯେ ତମେ ବାବା ତାଙ୍କଠୁ ଦେଖିକି ଲେଖିଦିଅ, କିନ୍ତୁ ସିଏ କହିଲେ ନା ମୁଁ ଦେଖିବାର ନାହିଁ, ଭୁଲ ହଉଛି ହଉ ଶିଖିଯିବି କିନ୍ତୁ ଚୋରି କରିବି ନାହିଁ। ଯେ ସେଇ ଲେବୁଲରୁ ତାଙ୍କ ଭ୍ୟାଲୁ ସିଷ୍ଟମ ସେଇ ଟାଇମରେ ମାନେ ବୁଝିପାରୁଥିବ। ତ ଗାନ୍ଧୀଙ୍କ ନନ୍ ଭାୟୋଲେନ୍ସ ର ଏକ୍ସାମ୍ପଲ କିଛି ଦେଇଦବ। ନନ୍ ଭାୟୋଲେନ୍ସ ମାନେ କର୍ମରେ ବି ସେ ନନ୍ ଭାୟୋଲେନ୍ସ, କାମ କରୁନଥିଲେ କାହାକୁ କିଲ୍ କରୁନଥିଲେ। ତାଙ୍କ କର୍ମଣୀ ମନସେ ଆଉ ବଚନେ, ତାଙ୍କ କଥାରେ ବି ନନ୍ ଭାୟୋଲେନ୍ସ ଥିଲା। ତାଙ୍କ ଥଟ୍ ପ୍ରୋସେସ ମନରେ ବି ନନ୍ ଭାୟୋଲେନ୍ସ ଥିଲା। ହେଲା କି ତାପରେ ସ୍ୱରାଜ ପାଇଁ ସିଏ ବହୁତ ହି ଚେଷ୍ଟା କରିଥିଲେ। କେମିତି ଆମେ ପଲିଟିକାଲ ସ୍ୱରାଜ, ଇକୋନୋମିକାଲ ସ୍ୱରାଜ, ଇଣ୍ଡିଭିଜୁଆଲ ସ୍ୱରାଜ। ଇଣ୍ଡିଭିଜୁଆଲ ସ୍ୱରାଜ ମାନେ କଣ, ଆମକୁ ଆମେ ଇଣ୍ଡିପେଣ୍ଡେଣ୍ଟ ହେବା କେମିତି ନା ଡିସିପ୍ଲିନ, ଆମର ଯୋଉ ଭିତରେ ଥଟ୍ ପ୍ରୋସେସ ଅଛି ଯେ ଆମେ ହିଂସା, କ୍ରୋଧ, କାମ, ବାସନାରେ ଜର୍ଜରିତ ହେଇକି ଆମେ ତା କବଳରେ ପଡି ଯାଉଛୁ। ହେଲା କି ଆମକୁ ଦେଖାଯାଉଛି ସେଠି ଝିଲାପି, କିନ୍ତୁ ଏବେ ମନ କଣ କହୁଛି କାଶ ମତେ ଝିଲାପି ମିଳିଲା। ୟା ମାନେ କଣ, ମୋ ଲୋଭ ଝିଲାପି ପ୍ରତି ହେଲା, ମୁଁ ସେ ଲୋଭ ପାଇଁ ମୁଁ ସେଆଡକୁ ଗଲି। ସୋ ମୁଁ ଆକ୍ଚୁଆଲ ଯୋଉ ମୋର ପର୍ପୋଜ ଅଛି ଲାଇଫର ତାଠୁ ଡାଇଭର୍ଟ ହେଇଗଲି। ଏ ଲୋଭ, ମୋହ, ମାୟା, କ୍ରୋଧ ଏଗୁଡା ଆମ ଯୋଉ ପର୍ପୋଜ ଅଛି ତାକୁ ଦୂରେଇ ଦିଏ। ତେଣୁକି ଏଗୁଡାର କବଳରୁ ଆମେ କେମିତି ମାନେ ସ୍ୱରାଜ ପାଇପାରିବା। ତ ଗାନ୍ଧୀଙ୍କ ସ୍ୱରାଜରେ ତିନିଟା ପଏଣ୍ଟ ଥାଏ। ଗୋଟେ ପଲିଟିକାଲ ସ୍ୱରାଜ, ପଲିଟିକାଲ ସ୍ୱରାଜ ମାନେ କଣ ସଭରେନିଟି। ତାପରେ ଗୋଟେ ଇକୋନୋମିକାଲ ସେଲ୍ଫ ସଫିସିଏନ୍ସି, ହେଲା କି ଗାଁ ଭିଲେଜ ଲେଭେଲରେ ଯେତେବେଳେ ଆମେ କୁଟୀର ଇଣ୍ଡଷ୍ଟ୍ରିକୁ ମାନେ କଟେଜ ଇଣ୍ଡଷ୍ଟ୍ରିକୁ ଡେଭଲପ କରିପାରିବା, ତାହେଲେ ସେଠି କଣ ହେଇପାରିବ ଇକୋନୋମିକାଲ ସ୍ୱରାଜ ଆସିପାରିବ। ହେଲା କି ତ ଗାନ୍ଧୀଙ୍କଠି ଆମେ କଣ ଜାଣିପାରୁଛେ ନା ନନ୍ ଭାୟୋଲେନ୍ସ ବିଷୟରେ ଜାଣିପାରୁଛେ। ଆଉ ନନ୍ ଭାୟୋଲେନ୍ସ ଯେତେବେଳେ ଲେଖୁଛ ପ୍ଲିଜ ସେଠି ଲେଖିଦେବ ଯେ ମନସେ କର୍ମଣେ ବଚନେ ନନ୍ ଭାୟୋଲେନ୍ସ। ହେଲା କି ତ ମେଣ୍ଟାଲି ନନ୍ ଭାୟୋଲେନ୍ସ, ଫିଜିକାଲ, ତାପରେ ନିଜ ଯାହାବି କହୁଛ ସେଥିରେ ବି ମଧୁରତା ଆସିବା ଦରକାର। ମାନେ ମୁଁ ଯୋଉ କହୁଛି ତମକୁ ଯଦି କିଛି ହର୍ଟ ହେଇଗଲା, ୟା ମାନେ ମୁଁ ଭାୟୋଲେନ୍ସ କରୁଛି ତମ ପ୍ରତି। ତ ଆମ କଥାରୁ ବି ସମସ୍ତଙ୍କ ପ୍ରତି ମଧୁର ବଚନ ମାନେ ବାହାର କରିବା ଉଚିତ ସବୁବେଳେ, ସବୁ ଟାଇମରେ କାହାକୁ ହର୍ଟ କଲା ଭଳିଆ କଥା ନୁହଁ। ଆମ ଥଟ୍ ପ୍ରୋସେସ ବି କାହା ପ୍ରତି, ବୁଦ୍ଧିଜୀବୀର ଗୋଟେ କନସେପ୍ଟ ଥିଲା ରାଇଟ ଇଣ୍ଟେନସନ। ମୁଁ ଯେତେବେଳେ କଥା ହଉଛି ମୋ ଇଣ୍ଟେନସନ କଣ ହଉଛି, କାହିଁକି ନା ଆଜି ବହୁତ ଲୋକ ତମମାନଙ୍କୁ ଫୋନ କରିବେ ଯେତେବେଳେ ତମେ ଅଫିସର ହେଇଯିବ। ତମେ ଜାଣିପାରିବ ଲୋକଙ୍କ ଇଣ୍ଟେନସନ କଣ, ହେଲା କି ଆଉ ମାନେ ତମକୁ ଟ୍ରାଏ କରିବେ କି କଣ କହିବି, ଇଣ୍ଟେନସନ ଉପରେ ବୁଝିପାରୁଥିବ କାହାର କଣ ଇଣ୍ଟେନସନ। ହେଲା କି ସେମାନେ କହୁଥିବେ ଆରେ ଭାଇ ତୁ ଏଇ ବେପାର ଟା ଯୋଉ ମଲ୍ଟି ଲେଭେଲ ମାର୍କେଟିଂ ଥାଏ, ସେମାନେ କଣ କହନ୍ତି ଆରେ ତୁ ଏଇଟା 10ଟା ଲୋକଙ୍କୁ ଏଡ କରିଦେ ତୁ ଏଇଠି ଏତେ ଟଙ୍କା ପାଇବୁ। ବୁଝିପାରୁଛ ତ ତାଙ୍କ ଇଣ୍ଟେନସନ, ମାନେ ତାକୁ କହିବେ ଯେ ତୁ ଏତିକି ପାଇବୁ। କିନ୍ତୁ ସେମାନେ ପାଇବେ କହିବେନି ଯେ ମୁଁ କେତେ ପାଇବି, ହେଲା କି ତ ସେମାନେ ଜଷ୍ଟ ଗୋଟେ ଲୋକକୁ ୟୁଜ କରନ୍ତି, ଆଉ ତା ଦ୍ଵାରା ଆଉ 10ଟା ଲୋକ ବି ତାଙ୍କୁ ମିଳିଯାଆନ୍ତି। କିନ୍ତୁ ଜଷ୍ଟ ରାଇଟ ଯଦି ଇଣ୍ଟେନସନ ଟା ବହୁତ ହି ଭଲ ଥାଏ ନା, ତ ସେମାନେ କେବେ ବି ସେଇଭଳିଆ ଲୋକଙ୍କୁ ଟ୍ରାପ ରେ ପକେଇବେନି। ହେଲା କି ସାର୍ ଆପଣ ଏଇଟା କରନ୍ତୁ, ସାର୍ ଏଇ ପ୍ରଡକ୍ଟଟା ନେଇଯାଆନ୍ତୁ ଆପଣଙ୍କର ବହୁତ ବଢିଆ ହେଇଯିବ। ତ ଏଇଭଳିଆ ଯୋଉ ଏଥିକାଲ ବିଜନେସ କଥା ଆମେ ଡିସକସନ କରୁଥିଲେ, ସେଇଟା ହେବ ଯଦି ସମସ୍ତେ ନନ୍ ଭାଇଲେନ୍ସ ପ୍ରାକ୍ଟିସ କଲେ। ତାପରେ ଅନେଷ୍ଟି ଇଣ୍ଟିଗ୍ରିଟି ତ ରହିଲା, କାହିଁକି ନା ଗାନ୍ଧିଜୀ କଣ କି ସ୍କୁଲ ସମୟରେ ସ୍ପେଲିଂ ମିଷ୍ଟେକ୍। ତାପରେ ସ୍ୱରାଜ ରହିଲା, ପଲିଟିକାଲ, ଇକୋନୋମିକ, ଇଣ୍ଡିଭିଜୁଆଲ, ହେଲା କି ତାପରେ ହେଲା ଜଷ୍ଟିସ ର କଥା କୁହାଯାଇଛି। ଗାନ୍ଧୀଙ୍କର ଗୋଟେ ଜଷ୍ଟିସ ପଲିସି ଥିଲା, ଗୋଟେ ତାଲିସମାନ କୁହାଯାଏ। ଗାନ୍ଧୀଙ୍କ ତାଲିସମାନ ଏଇ ୱାର୍ଡ ଟାକୁ ସବୁବେଳେ ମେନସନ କରିବେ, ପୁରା ସେଣ୍ଟେନ୍ସ ଟା ଲେଖିବନି ଗାନ୍ଧୀଙ୍କ ତାଲିସମାନ ମାନେ କଣ, ଯଦି ତୁମେ ତମ ମାନେ ଅଫିସ କୁ ଆସୁଥିବା ଯୋଉ ଶେଷ ଲୋକଟାର, ସବୁଠୁ ଯିଏ ଗରିବ ଲୋକଟାର ତମେ ଯଦି ଦୁଃଖକୁ ମାନେ ଦୂର କରିଦେଇ ପାରୁଛ, ତାହେଲେ ସେଟା ତମେ ଠିକ କରୁଛ। ହେଲା କି ଥିଙ୍କ ଏବାଉଟ ଦି ଲାଷ୍ଟ ମ୍ୟାନ୍। ହେଲା କି ସର୍ବଦୟା ସମସ୍ତଙ୍କ ଲୋକଙ୍କ ପ୍ରତି ତମେ ସେବା କରିପାରିବା ଦରକାର। ତୁମ ସହିତ ମାନେ ଆକ୍ଚୁଆଲି କଣ ହେଲା କି କିଛି ଲୋକ ଗାନ୍ଧୀଙ୍କ ପାଖକୁ ଯାଇଥିଲେ ଆଉ ତାଙ୍କୁ ପଚାରିଲେ ଆମେ କେମିତି ସମାଜରୁ ସବୁ କିଛି ଆମର ଯୋଉ ଆମେ ଯୋଉ ନେତା ହେଇଛେ ଆମେ କେମିତି ଲୋକଙ୍କୁ ସେବା କରିପାରିବା। ସେ ବଳର ନେତାଙ୍କ ଥଟ୍ ପ୍ରୋସେସ ଯେ ସେମାନେ କହିଲେ ତୁମେ ଯଦି ଯୋଉ ଅନ୍ତଦୟା ଯୋଉ ତମ ଲାଷ୍ଟ ଯୋଉ ଲୋକଟା ଅଛି ତାର ଯଦି ଦୁଃଖ ତୁମେ ଦୂର କରିଦେଇ ପାରୁଛ,
ताहले तुम डेफिनेटली गोटे एथिकल काम करि परछो एटा को कहा जस्टिस हैला कि इनक्लूसिव ग्रोथ हैला कि तालिस गांधी को तालिस्मान एटा को तुम सब गांधी तालिस्मान द्वारा आम जो एथिकल डायलेमा रे एटा रो यूज बेसी हुए आमे कोन करबा जे कोनसी एथिकल डायलेमा को डील करबा तो लिखि परिबा सर आमे गांधी को तालिस्मान को फॉलो करि परिबा बुद्धों को मिडिल पाथ को आमे फॉलो करि परिबा काहे कि मध्यम मार्ग तो यार भी नुहे कि तार भी नुहे आमे जोटा राइट सेटा को तो एटा आमे पर डिस्कशन करिया किंतु जस्टिस ऊपर कोन देखाई छि तालिस्मान तापरे टॉलरेंस आमे गांधी को शिखि परिबा এই ওয়ার্ড গুড়া কেবল লিখি দাও টলারেন্স কেমতি না আশা করছি সে হিন্দু মুসলিম শিখ ইসাই সমস্ত নেইকি চালଥିଲେ প্রথমে মাস মুভমেন্ট করাইଥିଲେ जो हिंदू मुस्लिम भितर डिविजन होता 1909 मसीह सेटा को से हिंदू मुस्लिम यूनिटी करके असहयोग आंदोलन कर पारे कि तो से टॉलरेंस को बहुत बड़ माने लीडर से थिले फॉरगिवनेस है कि तो तुम्हें से कहते कि तुम्हें पापीर पाप को घृणा कर किंतु से लोक को नुह लगी चोरीर चोरी चोरर चोरी को घृणा कर किंतु से व्यक्ति को नुह है कि तो कंपाशन दया करुणा सर्वोदय ये वार्ड गुड़ा तांकठु ही आसे आउ बस एतिकी ही तुम मान को कहबार थिला कि गांधी को जते आसे 4-5टा जो वार्ड कहली तार किछि एग्जांपल साइड रे रखी थिबो माने बस एतिकी ही तुमको काम रे आसो आ उठे हला 7 डेडली सीन सेटा टिके नेट रे सर्च करि दबो आउ सेठी वर्क विदाउट वेल्थ इज ए सीन कहबे पॉलिटिक्स विदाउट प्रिंसिपल इज ए सीन कहबे साइंस विदाउट ह्यूमैनिटी इज ए सीन कहबे सर संस्कृत वर्ड यूज करले से माने बुझिबे डेफिनेटली बुझिबे यार सबुठी बुझी परिबे आ बहुत सुंदर बेले बेले हमें कोन कहू कि माने बेसी भी तुम ओडिया इंग्लिश नहीं लिखियो तुम जो इंग्लिश से लिखो सब बुझिबे हला यूपीएससी ओपीएससी रे कोन डिफरेंट किछि मु तो ओपीएससी कथा ही तुम मान को एबे कहि परिबी काहे कि ना मोर एटा अनुभव रो जहा भी प्रज्ञा अनुभव रो ही ज्ञान ए 2 वर्ष 3 वर्ष रो जर्नी रो किंतु यूपीएससी रे मु एटा कहि पारु नाही किंतु मु जानि छी आंसर राइटिंग बेस्ट किमती करा जाय बहुत किछि वर्ड को माने सुगर कोटेड करी की डाटा डायग्राम देई की बनेवा आ केवल ट्राई करो कि गोटे तुम आंसर को पढ़िया तो रिक्शा वाला भी जेमती बुझी पार एतकी सिंपलिस्टिक जो तुम लिखि पारछो तो डेफिनेटली तुम जो भाषा रे भी लिखो मार्क देबे ही देबे हैला कि आ सने खुशी भी हे बेले बेले किछि वर्ड थाए वसुधैव कुटुंबकम हैला कि ई वर्ड गुडा समस्त खुशी ही जान पिला जाओ आमे धर्म रक्षति रक्षत प्रकृति रक्षति रक्षत ई वर्ड गुडा को यूज करा जाय हैला कि एनवायरमेंटल एथिक्स रे प्रकृति रक्षति रक्षत कर दो किंबा जेते बेले माने तमे आउ किछि ऊपर पढुछ धर्म रक्षति धर्म को जदि हमें ये करिया सर एथिक्स रे जणे यूपीएससी मेंस लिखिथिले से कहउतले बट ओपीएससी प्रोफेसर मु तो केबे भी एई भले ट्राई करिनी तमे जो कहउछ संस्कृत मोर एई 2-4टा वर्ड गांधी को फिलोसफी रे एइडा टिके आसी जे नने बेसी मु भी ट्राई करिनी हैला कि एथिक्स रे जणे यूपीएससी मेंस लिखिथिले से कहउतले बट ओपीएससी प्रोफेसर माइट नॉट अंडरस्टैंड बेसी कॉम्प्लेक्स क्वेरीज कोडा फॉलो करियो फास्ट ओपीएससी रे मार्क पैटर्न बहुत ही डिफिकल्ट हुए तुम आर वर्ष किछि पिलांकर 140 थिला ए वर्ष से मार्क 100 ही जेछि हैला कि एमती भी हुए टिके डाइवर्सिटी माने जोटा गोटे यूनिफॉर्मिटी रहिबा कथा सेटा रही पारु नाही किछि भी कारण रो बस माने बसवर्ती कि माने एबडा करते मे भी मल्टीपल प्रोफेसर खाता देखि थि पारंती आ कि आउ कोन गोटे पिलाडा जो भले मार्क एथर का मार्क पैटर्न और लास्ट ईयर रो मार्क पैटर्न तुम माने देखि पारथु मोर निजरो मु बहुत ट्राई करथिली एथिक्स को पढिया पई माने लास्ट ईयर किंतु पारलिनी किंतु ए वर्ष केवल डाटा डायग्राम को फोकस करथिली बोधे मार्क मिली जाईची आ ता छडा जो ऑप्शनल कथा कहू जो किछि पिला मोर ही जेतु मोर ही जूनियर थिले समान आईआईटी रुड़की रु पास आउट मो जानि छी समान बहुत ही टैलेंटेड किंतु समान कोन करचंती कि गोटे जियोलॉजी पेपर रे ताकू देइचंती 160 आ गोटे जियोलॉजी पेपर रे ताकू देइचंती 80 तो केवल सहीटा पई ही समान सिलेक्शन रु बाहरी जाइचंती बहुत दुख लागे जेतले तोर तू कोन जानि नथु ई पाठ हैला कि तो मु ओपीएससी विषय रे माने मार्किंग सिस्टम टाकू मु एबे भी संदेह घेरा मो मन रे भी आसे मु सेना पाई जाइची लाइन रु सेपर को अछि
चारि पांच माने किंतु मु एबे भी देखिछि जे जो पिला माने 80 भी रखछन से माने केबे भी जस्ट एटा टाइम रो पढंतु आउ थरे हेइ जिवो हला कि तापर एसे रे मोर थरे गोटे एसे रे दिथिले 75 तापर एसे रे देले 112 एथर भी 112 किंतु मु एसेटा एथरो जणे जणे मैम को एसे को जो आईएएस टॉपर थिले तांको एसे को फॉलो करथिली तो मु भावथली कि एथरो एसेटा आ भाग्य को सही एसेटा माने पड़ी जाइतला मु भावथली एथरो तो मो एसे रे 150 150 थिबो किंतु दुर्भाग्यवशत मोर एसे रे वर्ष भी 112 दैछंती मु खुशी दे माने एते प्रैक्टिस करथिली से एसेटा मोर हेइ जाइतला आ भाग्य को सही जो एनवायरनमेंट आ कोन एनवायरनमेंट आउ इकोनॉमी रो जो डायलेमाटा देइतला से सेटा पड़ी जाइतला तो तापर भी जदी मार्क 112 देले मते संदेह लागिला किंतु किछि नो तुमको भी किछि पेपर ए भाई भी मार्क मिलियो बट ट्राई करो सब पेपर रे गुडे एवरेज मार्क आनिया पय ओके 7 डेडली सिन कहली तापर गुडे एपीजे अब्दुल कलाम को विषय जदी केतेबेले पड़ी जाय तो तमे ताको लिखियो कि ह्यूमैनिटी इक्वालिटी लीडरशिप क्वालिटी सर ऐसे टॉपिक चूज रे थाए कि किछि देखो ऐसे टॉपिक किछि सेमति न थाए किंतु 5-6टा टॉपिक आमे जानि तो सेही थीम रो ही क्वेश्चन आसुची ओपीएससी को जेतले आमे स्टडी करू गोटे हला हेल्थ गोटे हला ओमेन गोटे हला एनवायरनमेंट गोटे हला साइंटिफिक जो टेक्निकल एक्सेप्ट ए आर्टिफिशियल इंटेलिजेंस एउडा जो अछि हला कि न्यूक्लियर टेक्नोलॉजी आर्टिफिशियल एआई सब थरो 2 वर्ष हलानी आछि तो ए वर्ष जणा नै किंतु हेल्थ आ ओमेन विषय रे एथरो आसीनी तो सेही टॉपिक गुडा को हमकु जदी भल से कर देले तो डायरेक्टली क्वेश्चन आस जाए तो छाड़ो आउ जने थिले टीएन सेशन टीएन जो गांधी जी को परे जो अब्दुल कलाम हे गला तापरे टीएन सेशन को विषय टिके जानी था जे बेटर एआई एनवायरनमेंट रे कम मार्क आसुची कि हम परे टिके डिस्कशन करिया क्लास टा टाइम टिके पळौची हला कि कथा हबा हम कथा हबा मते क्षमा करियो म तुमको आंसर आउट से दे परने कोन कहिलो भी कोइ दउछ सर ऐसे टॉपिक चूज रे थाए कि किछि सर एग्जाम हॉल रे चूज कला रे एआई एनवायरनमेंट रे कम मार्क आसुची कि देखो मु तो सेटा कहि पारुनी मते 112 मार्क जदि खाता ऑर्डर करंती ताले पूर्व वर्ष कॉपी ए पर्यंत आसीनी सेटा रे मु 112 मार्क पाइतिली सेम टॉपिक ही लिखितिली किंतु एथर मो एसे गुडा रो क्वालिटी बहुत ही बढ़ी जाइतला जेहेतु मु अलगा टॉपिक रे 150 सेमती देइतिली किछि नाही माने एआई एनवायरनमेंट टॉपिक के भी 150 मु लिखतिली मोर हां आथिला 150 अरे अरे हाँ बस बस आकाश हाँ बस एठी समस्त एठी बहुत पिला अछन मु जानि छी जो माने कि 140 144 145 एई भला रखि जंती हला कि तो मोर 112 थिला तेनु कि मु एसे पई गोटे भलो माने गाइडेंस तो मन को कहि पारुनी किछि भी सो बेटर एठी आउ जने जो आसीबे जो जेएससी रे बहुत बढ़िया करते तांकोठु ई कथा रे जदी क्वेश्चन पचारे बेटर होई परियो ओके सो एपी टीएन सेशन को विषय रे से गुडे माने बहुत बढ़िया देइथिले कि मॉडल कोड ऑफ कंडक्ट को से लागू करथिले तापरे से वोटर जो आई कार्ड थिला सेठी तमरो फोटो थिला अगर कोन कि वोट बूथ कैप्चर हो जाउतला तो 1990 मसिया बळ को सेटा बहुत ही एग्रेसिव चलतला तो वोटिंग पैटर्न को आ वोट केमती हेई परिबो हला कि इलेक्शन कमिश्नर रो पावर को जो देखैबारे टीएन सेशन बहुत बड़ इंपोर्टेंट रोल प्ले करथिले तो जेतेबेले आमे गुटे डेडिकेटेड ब्यूरोक्रेट को कथा पढिबा तो याको एग्जांपल टा लिखियो टीएन सेशन लाइक यूट्यूब रे मार दबो टीएन सेशन कोन तो मने रहि जाय एपीजे अब्दुल कलाम कोन तो मने रहि जाय आशा करछि आउट हला बुद्धिस्ट कांसेप्ट आज कहिबी ना आज छाड़ दबा माने जो टीचिंग ऑफ ग्रेट लीडर बुद्धों को फिलोसफी रे 8टा अष्टांग मार्ग अछि मु केवल आ 8 तो 5 मिनिट टाइम नउची बुद्धों को जो फिलोसफी थिला सेठी 8टा मार्ग अछि ताको हम केमती मने रखिया इविल स्कैम मु जानि छी एटा समस्त को पई खराब होबो कहिबाटा किंतु एई भला मु मने रखि देथि मते टिके मने रखिया पई इभला शॉर्टकट ट्रिक आपणैबा पई पड़े मु भी एटा कोठु यूट्यूब देखि सिखिथि कोन ना इविल ईवीआईएल इविल एससीएएम जेतेबडी बुद्धों को फिलोसफी और नीतिबाणी पडिबो इभला लिखि दितो इविल माने राइट इफोर्ट आसीबे दरकार है कि संसार दुखमय से तापर दुखर कारण होची आशा डिजायर आ दुखर विनाश रे माने सॉरी डिजायर रो विनाश रे ही दुखर विनाश हेते एटा तो हमें लिखि परिबा तापर जो 8टा मार्ग सेटा सेति जत्ते बेले हमें लिखि दोचे तो मार्कटा बहुत ही बढ़ी जाय तो हमरो कोन कि जे कोन से हमें काम करछे 8टा मार्ग को
ଭାବିକି ଆମକୁ କାମ କରିବା ପାଇଁ ପଡେ। ସେଥିରେ କଣ ଇଭିଲ୍ ସ୍କାମ୍, ଏଇଟା କେବଳ ଲେଖିତେ ଇ ଫର୍ ରାଇଟ୍ ଏଫର୍ଟ। ଆମ ପରିଶ୍ରମ ଆମ ପୁରୁଷାର୍ଥ ସବୁବେଳେ ବହୁତ ସୁନ୍ଦର ହେବା ଦରକାର, ହେଲା କି ଆମେ ନିଷ୍କାମ କର୍ମରେ ବିଲିଭ କରିବା ଦରକାର। ଆଗକୁ କଣ ହଉଛି ତାକୁ ଭାବିକି ଏବେ ଡରିକି କାମ କରିବା ଉଚିତ ନୁହେଁ, କି ପଛରେ ଯାହା ବି ହେଇଯାଇଛି କିଛି ସେତିକି ନ ଭାବିକି ଆଗକୁ ବଢିବାର ଅଛି। ତ ଆମର ଇଫର୍ଟଟା ବହୁତ ହି ରାଇଟ୍ ହବ। ଆମେ ସିଭିଲ ସର୍ଭିସ ପାଇଁ ପ୍ରିପେୟାର ହଉଛେ, ତ ଆମ ଇଫର୍ଟଟା ବହୁତ ହି ରାଇଟ୍ ହଉ। ମୁଁ ଜାଣିନି କଣ ହବ, ମୁଁ ପାରିବି କି ନାହିଁ ମୁଁ ଜାଣିନି, ବଟ୍ ପ୍ରେଜେଣ୍ଟ କଣ୍ଡିସନରେ ମୁଁ ମୋର ଟାର୍ଗେଟ ଅଛି ଏଇ ସିଲାବସଟା ସାରିବି 8 ଘଣ୍ଟା ମଧ୍ୟରେ, ଏଇଠୁ ଏତିକି କରିବି, ମାନେ କରିବି। ମୋ ଇଫର୍ଟଟା ରାଇଟ୍ ହେବା ଦରକାର, ମୋ ଇଫର୍ଟରୁ ପୁରୁଷାର୍ଥ ବାହାରିବା ଦରକାର, ହେଲା କି। ତାପରେ ରାଇଟ୍ ଭ୍ୟୁ, ଆମ ଦୃଷ୍ଟିକୋଣ ଯାହା ଅଛି ଯେମିତି ଅଛି ସେମିତି ରହିବା ଦରକାର। ଆଉ ନହେଲେ କି ଆମେ କଣ କି ବେଳେ ବେଳେ ଜିନିଷକୁ ନାଲି ଚଷମା ପିନ୍ଧିକି ଦେଖୁଛେ, ଓହୋ ସେ ଜିନିଷଟା ନାଲି ଦେଖାଯାଉଛି, ନା ଚଷମା ଖୋଲିକି ବେଳେ ବେଳେ ଆମକୁ ଜିନିଷ ଦେଖିବା ପାଇଁ ପଡେ, ହେଲା କି। ତ ଲୋକ ବହୁତ କିଛି ବଢିଆ ବଢିଆ ଚୂନ ଲଗେଇଲା ଭଳିଆ କଥା କହିବେ ଯେ ଏଇଟା କର ସେଇଟା କର, ଏଇ ମୁଦି ପିନ୍ଧ, ଏଇ ଇଏ, କିନ୍ତୁ ତମେ ଗୋଟେ ସିଭିଲ ସର୍ଭେଣ୍ଟ, ତମେ ନିଜର ଜ୍ଞାନର ଚକ୍ଷୁରେ ଦେଖିବ ଯେ ଏଇଟା ଠିକ କି ଭୁଲ, ହେଲା କି। ଏଇ ଆଙ୍କଠୁ କଣ 10 ଟଙ୍କିଆର ମୁଦି ନେଇକି ମୁଁ ଆଇଏସ୍ ହେଇପାରିବି କି? ତ ଆଶା କରୁଛି ବୁଝିପାରୁଥିବ ମୁଁ କଣ, ତାହେଲେ ତ ସିଏ ନିଜେ ତିଆରି ହଉନାହାନ୍ତି। କେହି କହିବେ ତମେ ବିଜନେସରେ 100 କୋଟି କମେଇବ, ଏଇଠୁ ମତେ 10,000 ଟଙ୍କାର ମୁଦି ନେଇଯାଉ ପିନ୍ଧିବ। ତ ଆମ ଭ୍ୟୁଟା, ଆମ ଥଟ୍ ପ୍ରୋସେସଟା ରାଇଟ୍ ହେବା ଦରକାର, ହେଲା କି। ତାପରେ ଇଣ୍ଟେନସନ ରାଇଟ୍ ହେବା ଦରକାର, ଏଟା ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ନା ଆମେ ଆଜି ବହୁତ ଲୋକଙ୍କ ସହିତ ଡିଲ୍ କରୁଛେ, ଯଦି ଆମ ଇଣ୍ଟେନସନଟା ବହୁତ ହି ରାଇଟ୍ ହେଲା, ମାନେ ମୁଁ ମାନେ ମୋର ଯେତେବେଳେ ମୁଁ ଯାହା ସହିତ କଥା ହଉଛି ମୋ ମନ ଭିତରେ ଯେମିତି କିଛି ଘୃଣାର ଭାବ ତାଙ୍କ ପ୍ରତି ନ ଆସେ, ମୁଁ ତାକୁ ୟୁଜ ଯେମିତି ନ କରିପାରେ, ମୋ ଦ୍ୱାରା ସେ ଯେମିତି ନୁକସାନ ନ ହୁଅନ୍ତୁ, ମୋ ଦ୍ୱାରା କଥା ହେଇକି ତାଙ୍କର ଫାଇଦା ଯେମିତି ହଉ, ମୋ ଇଣ୍ଟେନସନଟା ଯଦି ଭଲ ଅଛି ଦେନ୍ ଡେଫିନେଟଲି ସେ କାମଟା ଭଲ ହବ। ମୁଁ ଆଇଏସ୍ ଆଜି ହେବା ପାଇଁ ଚାହୁଁଛି, ମୁଁ ଓଏସ୍ ହେବା ପାଇଁ ଆଜି ଚାହୁଁଛି, ତ ମୋ ଇଣ୍ଟେନସନଟା ବହୁତ ହି ବେଷ୍ଟ ହେବା ଦରକାର ଯେ ମୁଁ ମୋର ପ୍ରାଇମ ଫୋକସ ପବ୍ଲିକ ସେବା, ଆଉ କିଛି ନୁହଁ। କାହିଁକି ନା ପବ୍ଲିକ ସେବାରେ ଯୋଉ ଆନନ୍ଦ ମିଳେ, ଲୋକ ଯେତେବେଳେ ତୁମକୁ କହିବେ ଥ୍ୟାଙ୍କ ୟୁ ସାର୍, ସେଥିରେ ଯୋଉ ଖୁସି କେହି ତମକୁ 5 କୋଟି ଦେଲେ ବି କେବେ ଖୁସି। କିନ୍ତୁ ଲୋକ ବୁଝିପାରୁଥିବ କଣ କଣ ଅଛନ୍ତି, ଲୋକ ଏଇ ତମର ଏଇ କାମ କରାଇବାର ଅଛି, ଏଇଟା ଦିଅ ସେଇଟା ଦିଅ, ଏଇଭଳିଆ ବି ଲୋକ ଅଛନ୍ତି। ମୁଁ କହୁନି କି ସବୁ, କିନ୍ତୁ ତମର ଇଣ୍ଟେନସନଟା ବହୁତ ହି ଭଲ ହେଇଥିବା ଦରକାର। ତାଙ୍କର ପୂର୍ବ ଜନ୍ମର କର୍ମଫଳ ପାଇଁ ଆଜି ସିନା ହେଇଯାଇଛନ୍ତି, କିନ୍ତୁ ଆମେ ସେଇଭଳିଆ ଜାଗାକୁ ଯାଇକି ଯଦି ଏଇଭଳିଆ କର୍ମ କରିବା ତ ଆମ ଜ୍ଞାନର ଭ୍ୟାଲୁଟା କଣ ରହିପାରିବ। ତ ତମ ଇଣ୍ଟେନସନ ଏବେରୁ ହିଁ ଜୀବନରେ ଯାହା ବି କରୁଛ ଇଣ୍ଟେନସନ ପଜିଟିଭ ରଖ, ହେଲା କି। ତ ଭଗବାନ ଆମକୁ ସବୁବେଳେ ସାହାଯ୍ୟ କରିବେ। ତାପରେ ରାଇଟ୍ ଲାଇଭଲିହୁଡ ହେବା ଦରକାର। ତମେ ଯୋଉ ଘରକୁ ଟଙ୍କା ଯୋଉ ଆସୁଛି ସେଟା ବହୁତ ହି ପୁରୁଷାର୍ଥରୁ ଆସିବା ଦରକାର। ପୁରୁଷାର୍ଥ ମାନେ କର୍ମ, ରାଇଟ୍ କର୍ମଯୋଗ କରିକି ତମେ କର୍ମ କଲ, କାହାକୁ କ୍ଷତି କରିନ, କାହାକୁ ନୋକସାନ କରିନ, ସେଇଠୁ ଯାହା ବି ତମକୁ ସଞ୍ଚିତ ଧନ ଆସୁଛି ସେଇ ସଞ୍ଚିତ ଧନରୁ ତମେ ତମ ଘର ଚଳଉଛ, ବହୁତ ସୁନ୍ଦର ତୁମର ଲାଇଫ। କିନ୍ତୁ ତମେ କଣ କରୁଛ ନା ଖାସି ଖାସି କାଟିବା ବେପାର କରୁଛ। ସରି ତମକୁ ମୁଁ କହୁନି, ଗୋଟେ ଲୋକ ଅଛି ସେ ସକାଳୁ ଉଠିକି ମାନେ ଡେଲି 5ଟା ଛେଳି କାଟି ଦଉଛି, ଆଉ ଛେଳିର ମାଂସକୁ ସେ ମାର୍କେଟରେ ବିକ୍ରି କରୁଛି, ଆଉ ସେଇଠୁ ତା ଘର ଚାଲୁଛି, ଲାଇଭଲିହୁଡ। କିନ୍ତୁ ସିଏ କଣ କଲା, ତା ମନରେ କେତେ ଦ୍ୱେଷ ଭାବନା ଅଛି, ତା ମନରେ କେତେ ଘୃଣା ଭାବନା ଅଛି, ତାର ତାର ଚିତ୍ତ କେତେ ମାନେ ଚିନ୍ତାରେ ଚାଲିଛି। ତ ସେଇ ଭଳିଆ ଡେଲି କାମ କରିବା ଦ୍ଵାରା ସେଇଠୁ ଯୋଉ ପଇସା ଆସୁଛି, ଆମେ କଣ ସେଇଠୁ ଆମ ଘର ଚଳେଇଲେ ଘର କଣ ଶାନ୍ତିରେ ରହିପାରିବେ? ତମ କର୍ମ ହିଁ ତମକୁ ଶାନ୍ତି ଦବ। ଯଦି କର୍ମରେ କିଛି ହିଂସା ରହୁଛି, ତମକୁ ହିଂସାର ହିଁ ମିଳିବ, ଏଇଟା ପ୍ରକୃତିର ନିୟମ। ଯାହାଟା କରିବ ସେଇଟା ହିଁ ମିଳିବ। ତମ ସ୍ପିଚ ବହୁତ ସୁନ୍ଦର ହେବା ଦରକାର, ରାଇଟ ସ୍ପିଚ। ଇଭିଲ ସ୍କାମରେ ଏସ୍ ଗୋଟେ ଅଛି, ସ୍ପିଚ ଇଭିଆଇଏଲ ରେ ଯୋଉଗୁଡା କହୁଛି ସେଇଠୁ ହିଁ ଆସୁଛି ଏଇଗୁଡା ସ୍ପିଚ। ତମ ସ୍ପିଚ ଦ୍ଵାରା କାହାକୁ ହର୍ଟ ଯେମିତି ନ ହୁଏ, ତମ ସ୍ପିଚ ରେ କାହାର ମେଣ୍ଟାଲି ଗ୍ରୋଥ ହେଇଯାଏ, କିଏ ମୋଟିଭେଟ ହେଇଯାଏ, ବାସ୍ ଏଇଟାକୁ ତମେ ଟ୍ରାଏ କରିବ ଏବେ। ଆଉ ଏଇଟାକୁ ସବୁବେଳେ ପ୍ରାକ୍ଟିସ ବି କର ଏବେରୁ, ତ ତୁମେ ଡେଫିନେଟଲି ତମେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ। ତାପରେ ରାଇଟ କନସେନଟ୍ରେସନ ଦେଖ, ବହୁତ ଲୋକ, ବଗ ଅଛି, ବଗକୁ ଦେଖିଛ ନା ନାଇଁ, ସେ କନସେନଟ୍ରେଟ କରେ କାହାକୁ, ଗୋଟେ ମାଛକୁ ଧରିବା ପାଇଁ। ଲୋକ ଏଇଠି ବି ଅଛନ୍ତି କନସେନଟ୍ରେଟ କରିକି ଜଗିଥିବେ ଜଗିଥିବେ କିଛି ଲୋକଙ୍କୁ ହଇରାଣ କରିବା ପାଇଁ, ଏରେ ଜଗିଥାଏ ଲାଇକ ଦେଖେଇ ହୁଅନ୍ତି ମୁଁ ବହୁତ ଭଲ, ବଟ୍ ଭିତରେ ସେମାନେ କେବଳ ଦେଖେ। ତ ତମ କନସେନଟ୍ରେସନ ଟା ବହୁତ ଭଲ ହବା ଦରକାର ନିଜ ପାଇଁ। ତମ କନସେନଟ୍ରେସନ ଧ୍ୟାନ ତ ରହିବା ଦରକାର, କିନ୍ତୁ ପଜିଟିଭ ଗୋଲ ସେଟିଂ ପାଇଁ। ତମେ ଆଇଏସ୍ ପାଇଁ ପଢୁଛ, ଲୋକଙ୍କ ସେବା ପାଇଁ ଧ୍ୟାନ କର। ମାନେ ବହୁତ ଲୋକ ଅଛନ୍ତି, ବହୁତ ବିଲେଇଟା ଗୁମ୍ଫା ପୁରା ଧ୍ୟାନ ମୌନରେ ବସିଛି, କିନ୍ତୁ ତା ଇଣ୍ଟେନସନ କଣ ଅଛି ତାର ଯୋଉ କନସେନଟ୍ରେସନ କଣ ଅଛି ବୁଝିପାରୁଛ ତ?
ସେଇଭଳିଆ ତମର ବି କନସେନ୍ଟ୍ରେସନ ପଜିଟିଭ ପ୍ରତି ରହିବା ଦରକାର। ଏଇଟାକୁ ବୁଦ୍ଧଙ୍କ ଅଷ୍ଟଙ୍ଗ ମାର୍ଗରେ କୁହାଯାଇଛି। ସମସ୍ତେ ଧ୍ୟାନ କରନ୍ତି କିନ୍ତୁ ତମର ଧ୍ୟାନର ଇଣ୍ଟେନସନ ଟା କଣ ସେଇଟା ଡିସାଇଡ କରେ ତମକୁ ମାନେ ରାଇଟ କର୍ମ କରୁଛ, କୁଶଳ କର୍ମ କରୁଛ କି ଅକୁଶଳ କର୍ମ କରୁଛ। ତାପରେ ମାଇଣ୍ଡଫୁଲନେସ୍ ଅଛି, SCAM ରାଇଟ ଆକ୍ସନ। ତମ ଆକ୍ସନ ସଠିକ ହେବା ଦରକାର। ତମ ଆକ୍ସନ ଦ୍ଵାରା କାହାର କେହି ଯେମିତି ହର୍ଟ ନ ହୁଅନ୍ତୁ, କାହାର ଯେମିତି ନୁକସାନ କିଛି ବି ନ ହଉ, ହେଲା କି। ତ ଏଇଗୁଡାକୁ ତୁମକୁ ପଢିବା ପାଇଁ ପଡିବ। ଏମିତି କଲେ ହିଁ ତମେ ନିଜ ଜୀବନରେ ସଫଳତା ପାଇପାରିବ ବୋଲି କହିଛନ୍ତି ଭଗବାନ ବୁଦ୍ଧ। ଆଉ ତାଙ୍କୁ ସେଇଟା ଅନୁଭବର ଜ୍ଞାନ, ହେଲା କି। ତ ନେକ୍ସଟ ଟାଇମ ମୁଁ ଭଗବାନ ମହାବୀର ଜୈନଙ୍କ ବିଷୟରେ ବି କହିବି। ତ ତମେ ଗୋଟେ ଗୋଟେ ଡେଲି, ତାପରେ ଲାଷ୍ଟରେ ଭଗବାନ ଯୋଉ ନାନକ ଅଛନ୍ତି ତାଙ୍କ ବିଷୟରେ କହିକି ଆମେ ଏଇଟାକୁ ଏଣ୍ଡ କରିବା। ତ ଯେତେ 8-10ଟା ରିଲିଜିଅନ ଅଛି ତାକୁ ଆମକୁ ଶିଖିବା ପାଇଁ ପଡିବ। ଆଉ ଶିଖିବା ମାନେ ସବୁବେଳେ ଡେଲି ଡିସ୍କସନ, ଆଉ କିଛି ନୁହଁ, ହେଲା କି। ତା ଦ୍ୱାରା ହିଁ ଏଗୁଡାକୁ ତମେ ଏକ୍ସାମ୍ପଲ ବି ପୁଟ୍ କରିପାରିବ। ଆଉ ଯଦି ବି ଏଇଠୁ ପଡି ଯାଉଛି କିଛି ବି କ୍ୱେଶ୍ଚନ, ତ ଆମେ ତାକୁ ଦେଖିପାରିବା, ହେଲା କି। ଆଶା କରୁଛି ଆଜିର କ୍ଲାସ ବିନା ହ୍ୱାଇଟ ବୋର୍ଡରେ ମୁଁ ୟୁଜ କରୁଛି। ମୁଁ ଜାଣିଛି କିଛି ଜିନିଷ ମୋ ମନ ଭିତରେ ରହିଯାଇଛି ଯୋଉଟା କି ମୁଁ ତମକୁ କହିପାରିନି, ସେଟାକୁ ମୁଁ ନେକ୍ସଟ କ୍ଲାସରେ କହିବି। ଯେହେତୁ ଆଜି ଟେକ୍ନିକାଲ ଟିକେ ଗ୍ଲିଚେସ୍ ରହିଲା, ତେଣୁ ମୁଁ ଆଜି ମୋବାଇଲ ର ସହାୟତା ନେଲି ତୁମକୁ ପଢେଇବା ପାଇଁ। କିନ୍ତୁ ନେକ୍ସଟ ଟାଇମ ମୋ ଟାବଲେଟକୁ ଠିକ କରିକି ତମମାନଙ୍କୁ ପଢେଇବି। ଆଉ ଆଟିଟ୍ୟୁଡ ଯୋଉ ଟପିକଟା ଥିଲା, ବଡ ଟପିକଟା, ସେଟାକୁ ମୁଁ ସାରିଦେବି କାଲି, ହେଲା କି। ଧନ୍ୟବାଦ। ଆଜି ପାଇଁ ଏତିକି, ରାତି ବି ବହୁତ ହେଲାଣି। ଆଉ ଥ୍ୟାଙ୍କ ୟୁ ତମ ପେସେନ୍ସ ପାଇଁ, ହେଲା କି। ଆଉ ଯଦି କିଛି ବି ଡାଉଟ ରୁହେ ସେ ଗ୍ରୁପରେ ତମେ ପଚାରିବ, ଆମେ ସେଟାକୁ କମନ ଗ୍ରୁପ କରିକି କିଛି ବି ଡାଉଟ, କିଛି ବି ସନ୍ଦେହ କରିବା ନାହିଁ। ସାର୍ ଏଇଠି ମୁଁ ହଇରାଣ ହଉଛି, ସାର୍ ଏଇ ଏକ୍ସାମ୍ପଲଟା କେମିତି ହବ, ସାର୍ ଷ୍ଟ୍ରକ୍ଚରିଂ କେମିତି ହବ, ଆଗକୁ ତ ମୁଁ କହିଦେବି। କିନ୍ତୁ ଏବେ ବହୁତ ସନ୍ଦେହ ଜାତ ହୁଏ ନା, ତ ସେଇଗୁଡାକୁ ତମ ସନ୍ଦେହକୁ ଯାହା ବି ରହିଯାଇଛି, ପ୍ଲିଜ ସାର୍ ଏଇ ପଏଣ୍ଟଟା ଲେଖିଲେ ହବ କି ନାହିଁ, ସାର୍ ଏଇ କ୍ୱେଶ୍ଚନଟାର ଆନ୍ସର କେମିତି ହେଇପାରିବ, ହେଲା କି। କିଛି ବି ଡାଉଟ ଅଛି ସେଇ ଗ୍ରୁପରେ ତମେ ପଚାରିବ, ତମ ଡାଉଟ କିନ୍ତୁ ମେ ବି ଆଉ 2-4 ଜଣଙ୍କ ଭିତରେ ଆସିଥାଇପାରେ, ହେଲା କି। ତ ଆଜି ପାଇଁ ଆମେ ଏଇଠି କ୍ଲାସଟାକୁ ଏଣ୍ଡ କରିବା। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।